ଆଜି ଶୁଣିବା ଉପନ୍ୟାସ ଶିଳାପଦ୍ମ। ଔପନ୍ୟାସିକା ପ୍ରତିଭା ରାୟ। ଭାଗ 6। ନାଟ୍ୟାଚାର୍ଯ୍ୟ ସୌମ୍ୟ ଶ୍ରୀ ଦତ୍ତଙ୍କୁ ପ୍ରଣିପାଳିତ ପୂର୍ବକ ସମ୍ମାନ ଜଣାଇଲା ଶିଳ୍ପୀ କମଳ। ସୌମ୍ୟ ଶ୍ରୀ ଦତ୍ତ ଆଶୀର୍ବାଦ କରି କହିଲେ, ଦୀର୍ଘାୟୁ ହୁଅ ଶିଳ୍ପୀ, ତମେ ଉତ୍କଳର ଗୌରବ। କୋଣାର୍କର ପ୍ରତ୍ୟେକଟି ପ୍ରସ୍ତର ଖୋଦିତ ନରନାରୀ ତମ ହାତରେ ବାଦ୍ୟ, ନୃତ୍ୟ, ସଙ୍ଗୀତ ବିଶାରଦ ହୋଇ ଉଠିଛନ୍ତି। ସେମାନଙ୍କୁ ଦେଖିଲେ ଏଇ ନୀରବ ନିର୍ଜନ ଚନ୍ଦ୍ରଭାଗା ତୀରରେ ମୁଁ ନୂପୁର ନିକ୍ୱଣ ଶୁଣିପାରେ ଓଡ଼ିଶୀ ସଙ୍ଗୀତର ସୁମଧୁର ସ୍ୱର। ସେ ସ୍ୱର ଯେମିତି ଭାସି ଆସେ କୋଣାର୍କରେ ସ୍ଥାପିତ ହେବା ପାଇଁ ନିର୍ମିତ ହୋଇଥିବା ସମସ୍ତ ପାଷାଣ ମୂର୍ତ୍ତିର ଅଭ୍ୟନ୍ତରରୁ। ଶିଳ୍ପୀ, ତମେ ମହାନ, ତମେ ବିଶ୍ୱବନ୍ଦିତ। କମଳ ମହାରଣା ବିନୟରେ ହାତ ଯୋଡ଼ି ଉତ୍ତର ଦେଲା, ନୃତ୍ୟାଚାର୍ଯ୍ୟ, ଆପଣ ତ ଏ ସମସ୍ତ ସ୍ଥାପତ୍ୟ ଏବଂ ଭାସ୍କର୍ଯ୍ୟର ସୃଷ୍ଟିକର୍ତ୍ତା। ଆପଣଙ୍କ ଶିକ୍ଷାଦାନ ଏବଂ ସୁଦକ୍ଷ ପରିଚାଳନାରେ କୋଣାର୍କରେ ସମସ୍ତେ ଶିଳାଖଣ୍ଡ ନୃତ୍ୟ, ବାଦ୍ୟ, ସଙ୍ଗୀତରତ ହୋଇ ଉଠୁଛନ୍ତି। ଆପଣ ଯେଉଁ ଅପୂର୍ବ ଚିତ୍ରପଟ ଆମ ଆଗରେ ବର୍ଣ୍ଣନା ମାଧ୍ୟମରେ ତୁଳି ଧରିଛନ୍ତି, ଆମେ କେବଳ ତାକୁ ନିହାଣ ମନରେ ପଥର ଦେହରେ ଉଠାଉ ନାହୁଁ। ଆପଣଙ୍କ ବ୍ୟତିରେକେ କୋଣାର୍କର ଏକ ନୃତ୍ୟଶୈଳୀ କେମିତି ବା ସମ୍ଭବ ହୁଅନ୍ତା? ନୃତ୍ୟାଚାର୍ଯ୍ୟ ସୌମ୍ୟ ଶ୍ରୀଦତ୍ତ ପ୍ରଶାନ୍ତ ବଦନରେ ହାସ୍ୟ ଫୁଟାଇ ବୁଲି ବୁଲି ନବନିର୍ମିତ ମୂର୍ତ୍ତିମାନଙ୍କୁ ପର୍ଯ୍ୟବେକ୍ଷଣ କରନ୍ତି। ବିଭିନ୍ନ ଶିଳ୍ପୀ ଶିବିରରେ ଏକସଙ୍ଗେ କାମ ଚାଲିଛି। ଜଣେ ଜଣେ ଦକ୍ଷ ଶିଳ୍ପୀଙ୍କ ପରିଚାଳନାର ଦଳ ଦଳ ଶିଳ୍ପୀ ବିଭିନ୍ନ ଶିବିରରେ ଏକାଗ୍ର ଚିତ୍ତରେ ଏକନିଷ୍ଠ ତପସ୍ୟାରେ ମଗ୍ନ। ଶିବିରମାନଙ୍କରେ ଧାଡ଼ି ଧାଡ଼ି ସମ୍ପୂର୍ଣ୍ଣ ଅସମ୍ପୂର୍ଣ୍ଣ ଅସଂଖ୍ୟ ପାଷାଣ ମୂର୍ତ୍ତି ଥୁଆ ହୋଇଛନ୍ତି। କାର୍ଯ୍ୟ ଶେଷରେ ସେମାନଙ୍କୁ ନେଇ ମନ୍ଦିରରେ ବିଭିନ୍ନ ବିଭାଗରେ ଖଞ୍ଜି ଦିଆଯାଏ। ଜଗମୋହନର ଉପର ସ୍ତରର ସମାନ୍ତରାଳ ଛାତ ଉପରେ 6ଟି ଜୀବନ୍ତ ଭୈରବ ମୂର୍ତ୍ତି ସ୍ଥାପିତ ହେବେ। ସମସ୍ତ କାର୍ଯ୍ୟ ପ୍ରାୟ ଶେଷ। ବିଭିନ୍ନ ଶିବିରରେ 6ଟି ମୂର୍ତ୍ତି ତିଆରି ହୋଇଛନ୍ତି, ଅଥଚ ମୂର୍ତ୍ତିଗୁଡ଼ିକର ଆକାର ଏକ ପ୍ରକାର। ଜଗମୋହନର ପୂର୍ବ, ଉତ୍ତର ଓ ଦକ୍ଷିଣ ଦିଗରେ ଯୁଗଳ ଭାବରେ ଏମାନେ ରକ୍ଷକ ହୋଇ ବିଦ୍ୟମାନ ହେବେ କାଳ କାଳ ପାଇଁ। ସତେ ଯେମିତି କୋଣାର୍କରୁ କାରୁକାର୍ଯ୍ୟକୁ କାଳ କବଳରୁ ରକ୍ଷା କରିବା ପାଇଁ ଏମାନେ ଧରିଛନ୍ତି ଅସ୍ତ୍ର। ଡମ୍ବରୁ, କୁଠାର, ରୁଦ୍ରାକ୍ଷମାଳ, ଅଗ୍ନିପ୍ରତ୍ନ କରୁଥିବା ତ୍ରିଶୂଳ ଏବଂ ବିଷପାତ୍ର। ନୃତ୍ୟଶୀଳ ଭୟଙ୍କର ସମସ୍ତ ଭୈରବ ମୂର୍ତ୍ତି ଚତୁର୍ମୁଖ ଏବଂ ଖର୍ପର ଧାରଣ କରିଛନ୍ତି। ଭୈରବମାନେ ଅତ୍ୟନ୍ତ ତେଜଦୀପ୍ତ ଏବଂ ନାଟ୍ୟଶାସ୍ତ୍ର ସମର୍ଥିତ ସୂଚୀପାତ ନୃତ୍ୟ ଭଙ୍ଗୀରେ ଅଧିଷ୍ଠିତ ହୋଇଛନ୍ତି। ମୂର୍ତ୍ତିଗୁଡ଼ିକ ଦେଖି ଶ୍ରୀଦତ୍ତ ସନ୍ତୋଷ ପ୍ରକାଶ କରିଥିଲେ। ଭୈରବ ମୂର୍ତ୍ତିଗୁଡ଼ିକ ପାଖରେ କରାଳ କାଳ ପରାଜିତ ହୋଇଯିବ ବୋଲି ଶ୍ରୀଦତ୍ତଙ୍କର ଆତ୍ମବିଶ୍ୱାସ ହେଉଥିଲା। ଜଗମୋହନ ଊର୍ଦ୍ଧ୍ୱ 2 ସ୍ତରର ମର୍ଦ୍ଦଳ, ମଞ୍ଜିରା, କରତାଳ, ବୀଣା, ବେଣୁ ଓ କାହାଳୀ ବାଦ୍ୟରତା ଜୀବନ୍ତ ନାରୀ ମୂର୍ତ୍ତିମାନେ ସ୍ଥାପିତ ହେବେ। କାର୍ଯ୍ୟ ଆରମ୍ଭ ହେଇଛି ମାତ୍ର। ନୃତ୍ୟାଚାର୍ଯ୍ୟ କହିଲେ, ଦେଖ କମଳ, କଠିନ ପ୍ରସ୍ତର ଖଣ୍ଡରୁ ତମେ ନିର୍ମାଣ କରିବ ନବନୀତ କୋମଳ ନାରୀ ମୂର୍ତ୍ତି। ସେମାନେ ହେବେ ସୁଅଳଙ୍କୃତା ଏବଂ ନୈସର୍ଗିକ ସୌନ୍ଦର୍ଯ୍ୟର ପ୍ରତୀକ। ତାଙ୍କର ଯୌବନଦୀପ୍ତ ସୁଗଠିତ ଅବୟବ ବିଶେଷ ଅଳଙ୍କାର ଏବଂ କେଶବିନ୍ୟାସରେ ଅପୂର୍ବ ଲାବଣ୍ୟମୟୀ ହେବ। ସେମାନଙ୍କର ଅବଲମ୍ବିତ ଠାଣି ଉତ୍କଳୀୟ ଶିଳ୍ପୀର କଳାନୈପୁଣ୍ୟ କାଳ କାଳ ପାଇଁ ଘୋଷିତ କରିବ। କମଳ ନୀରବରେ ରାଜାଙ୍କ ଆଦେଶକୁ ନୃତ୍ୟାଚାର୍ଯ୍ୟଙ୍କ ମାଧ୍ୟମରେ ମଥାପାତି ଗ୍ରହଣ କରୁଥିଲା। ସୌମ୍ୟ ଶ୍ରୀଦତ୍ତ ଗମ୍ଭୀର କଣ୍ଠରେ ପୁଣି କହିଲେ, ଦକ୍ଷିଣରେ ନୃସିଂହନାଥ ମନ୍ଦିରର ସେବା ନିମନ୍ତେ ମହାରାଜା 100 ସାନଙ୍କୁ ନିଯୁକ୍ତି ଦେଇଛନ୍ତି। ମହାରାଜା ପରମ ଧାର୍ମିକ। ତାଙ୍କର ଶ୍ରେଷ୍ଠ କୀର୍ତ୍ତି କୋଣାର୍କ ମନ୍ଦିର ପାଇଁ ତାପେକ୍ଷା ବହୁ ସଂଖ୍ୟକ ଦେବଦାସୀ ନିଯୁକ୍ତି ପାଇବେ। ପ୍ରତିଦିନ ପ୍ରତ୍ୟୁଷରେ ଓ ସନ୍ଧ୍ୟାରେ ପୂଜା ପଦ୍ଧତିର ଆବଶ୍ୟକ ଅଙ୍ଗ ରୂପେ ନାଟମଣ୍ଡପରେ ସୂର୍ଯ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ନୃତ୍ୟ ହେବ। ରକ୍ତ ମାଂସ ଶରୀର ଧାରିଣୀ ଦେବଦାସୀମାନେ ନୃତ୍ୟରେ ପାଷାଣ କନ୍ୟାମାନଙ୍କର ପାଖରେ ଯେପରି ହାର ମାନିବେ,
ଏହା ମହାରାଜାଙ୍କର ଇଚ୍ଛା ଏବଂ ଆଦେଶ। କମଳ ମହାରଣା ବିନୀତ ଭାବରେ ଉତ୍ତର ଦେଲା, କୋଣାର୍କ ମନ୍ଦିର ନିର୍ମାଣ କାର୍ଯ୍ୟରେ ଲାଗିଥିବା ସମସ୍ତ ସ୍ଥପତି ଉତ୍କଳର ପ୍ରଚଳିତ ନୃତ୍ୟକଳା ସମ୍ବନ୍ଧରେ ଅବହିତ ଅଛନ୍ତି। ଚିତ୍ର ଓ ବସ୍ତୁକଳା ଶିକ୍ଷା କରିବା ପୂର୍ବରୁ ଆମ୍ଭମାନଙ୍କୁ ନୃତ୍ୟକଳା ଶିକ୍ଷା କରିବାକୁ ପଡ଼ିଥାଏ। ନୃତ୍ୟ ଶୈଳୀ ନ ଜାଣି ନିର୍ଭୁଲ ନୃତ୍ୟ ମୂର୍ତ୍ତି ଗଠନ କରିବା ଅସମ୍ଭବ। ମହାରାଜାଙ୍କର ଆଦେଶକୁ ଆମେ ପ୍ରାଣ ଦେଇ ପାଳନ କରିବୁ। ନୃତ୍ୟାଚାର୍ଯ୍ୟ ଗୁରୁଗମ୍ଭୀର କଣ୍ଠରେ କହିଲେ, ଶିଳ୍ପୀ, ତମ ଉପରେ ମୋର ଗଭୀର ଆସ୍ଥା ଅଛି। ଆସ୍ଥା ଅଛି 1200 ଶିଳ୍ପୀଙ୍କ ଉପରେ। ନାଟମନ୍ଦିର ନୃତ୍ୟ ମୂର୍ତ୍ତିଗୁଡ଼ିକର ସମସ୍ତ ଦାୟିତ୍ୱ ତମ ଉପରେ ନ୍ୟସ୍ତ କରି ମୁଁ ନିଶ୍ଚିନ୍ତ ହେବି। ଓଡ଼ିଶୀ ନୃତ୍ୟକଳା ସମ୍ବନ୍ଧରେ ତମର ଗଭୀର ଜ୍ଞାନ ଏବଂ ପ୍ରବେଶ ଅଛି, ଏ ବିଷୟରେ ମୁଁ ନିଃସନ୍ଦେହ। ତଥାପି ଆଉ ଥରେ ଓଡ଼ିଶୀ ନୃତ୍ୟକଳା ଭଙ୍ଗୀ ସମ୍ବନ୍ଧରେ ମୁଁ କହି ରଖୁଛି। ନାଟମଣ୍ଡପର ସମସ୍ତ ନୃତ୍ୟମୂର୍ତ୍ତି ଏହି ରୀତିକୁ ଅନୁସରଣ କରିବେ। କମଳ ମହାରଣା ନୃତ୍ୟାଚାର୍ଯ୍ୟଙ୍କର ନିର୍ଦ୍ଦେଶକୁ ଅତି ସାବଧାନତା ସହକାରେ ମାନସପଟରେ ଟିପି ରଖୁଥିଲା। ନୃତ୍ୟରେ ମୌଳିକ ବିଳାସପୂର୍ଣ୍ଣ ଲଳିତ ଅବସ୍ଥାନ ରୀତିକୁ ଭଙ୍ଗୀ କୁହାଯାଏ। ସମସ୍ତ ଅବୟବର ସହାୟତାରେ ଭଙ୍ଗୀର ସୃଷ୍ଟି। ନୃତ୍ୟରେ ରୂପ ଓ ସୌନ୍ଦର୍ଯ୍ୟର ବୃଦ୍ଧି ନିମନ୍ତେ ଭଙ୍ଗୀ ଏକାନ୍ତ ଆବଶ୍ୟକ। ନୃତ୍ୟର ଭଙ୍ଗୀରେ ନିତମ୍ବ ଏକ ପାର୍ଶ୍ୱକୁ ଉନ୍ନୀତ ହୋଇ ମସ୍ତକ ଢଳି ରହେ, ପାଦ ରହେ ଛନ୍ଦକୃତି ଅବସ୍ଥାରେ। କମଳ ମହାରଣା ନୃତ୍ୟାଚାର୍ଯ୍ୟଙ୍କର କଥା ଧ୍ୟାନ ଦେଇ ଶୁଣୁ ଶୁଣୁ କହିଲା, ମହାଶୟ, ମୁଁ ଚିନ୍ତା କରିଛି ନାଟମଣ୍ଡପର ନୃତ୍ୟ ମୂର୍ତ୍ତିଗୁଡ଼ିକରେ ଓଡ଼ିଶୀ ନୃତ୍ୟର ବିଶେଷ ଭଙ୍ଗୀକୁ ରୂପ ଦେବି। ଏଥିରେ ରୂପ ପାଇବ ଅଳସା, ଦର୍ପଣା, ପାର୍ଶ୍ୱମର୍ଦ୍ଦଳା, ମର୍ଦ୍ଦଳା, ଅର୍ଚ୍ଚନା, ବିରାଜ ପ୍ରଣତା, ଅଭିମାନ ଇତ୍ୟାଦି ବିଶେଷ ଭଙ୍ଗୀ। ଏଥିରେ ଆପଣ ସନ୍ତୁଷ୍ଟ ତ? କମଳ ମହାରଣାର ନୃତ୍ୟଶାସ୍ତ୍ର ସମ୍ବନ୍ଧରେ ଜ୍ଞାନ ଏବଂ ପ୍ରବେଶ ନୃତ୍ୟାଚାର୍ଯ୍ୟଙ୍କୁ ଉଲ୍ଲସିତ କଲା। ପରୀକ୍ଷିକ ଭଙ୍ଗୀରେ ସେ ପ୍ରଶ୍ନ କଲେ, ନୃତ୍ୟର ଆନୁଷଙ୍ଗିକ ବାଦ୍ୟଯନ୍ତ୍ରଗୁଡ଼ିକ କ'ଣ ହେବ ଶିଳ୍ପୀ? ସେ ସମ୍ବନ୍ଧରେ କିଛି ଯୋଜନା ପ୍ରସ୍ତୁତ କରିଛ? କମଳ ମହାରଣା ନିଜର ବିସ୍ତୃତ ଯୋଜନା ନୃତ୍ୟାଚାର୍ଯ୍ୟଙ୍କ ସମ୍ମୁଖରେ ଉପସ୍ଥାପିତ କଲା। ନୃତ୍ୟର ଆନୁଷଙ୍ଗିକ ବାଦ୍ୟଯନ୍ତ୍ରଗୁଡ଼ିକ ହେବ ଓଡ଼ିଶୀ ନୃତ୍ୟର ପ୍ରଧାନ ବାଦ୍ୟଯନ୍ତ୍ର ତାଳ, ମର୍ଦ୍ଦଳ ଓ ବଂଶୀ। ସ୍ଥଳ ବିଶେଷରେ ବୀଣା, କରତାଳ, କାହାଳୀ ଓ ଝାଞ୍ଜ ମଧ୍ୟ ବ୍ୟବହାର କରାଯିବ। ନୃତ୍ୟ ଭଙ୍ଗୀରେ ତ୍ରିଭଙ୍ଗ ଓ ଚୌକ ଭଙ୍ଗୀରେ ଅବସ୍ଥାନ ହସ୍ତରେ ନାଟ୍ୟଶାସ୍ତ୍ର ଅମର୍ଥିତ ପତାକା, ଅର୍ଦ୍ଧପତାକା, ଅରାଳ, ଅଞ୍ଜଳି, କପିଥତ୍ ଓ ପୁଷ୍ପବଟ ଆଦି ବିଭିନ୍ନ ମୁଦ୍ରାର ବିନ୍ୟାସରେ ମୂର୍ତ୍ତିଗୁଡ଼ିକ ଜୀବନ୍ତ ମନେ ହେବେ। ସେମାନଙ୍କର ବିଭିନ୍ନ ଭାବପ୍ରକାଶର ଦୃଷ୍ଟି ହସ୍ତପଦ ବିନ୍ୟାସର ମୌଳିକ ଶୈଳୀ ଓଡ଼ିଶୀ ଦୃଷ୍ଟି ନୃତ୍ୟର ପରମ୍ପରାକୁ ସମ୍ପୂର୍ଣ୍ଣ ବହନ କରିବ। ନୃତ୍ୟାଚାର୍ଯ୍ୟ ମନ୍ଦ ମଧୁର ସ୍ୱରରେ କହିଲେ, ନାଟ ମନ୍ଦିରରେ ବିଭିନ୍ନ ଭଙ୍ଗୀରେ ଅବସ୍ଥିତ ନୃତ୍ୟମୂର୍ତ୍ତି ଏବଂ ବିଭିନ୍ନ ବାଦ୍ୟଯନ୍ତ୍ରଧାରୀ ନାରୀ ଓ ପୁରୁଷ ସଙ୍ଗୀତଜ୍ଞ ଉତ୍କଳର ଏକ ନିର୍ଦ୍ଦିଷ୍ଟ ନୃତ୍ୟଶୈଳୀର ନିଦର୍ଶନ ହେବେ। ମୋର ଛାତ୍ରଛାତ୍ରୀମାନେ ସମୟର ସମୁଦ୍ର ଢେଉରେ ନିଶ୍ଚିହ୍ନ ହୋଇଯିବେ, ମାତ୍ର ବଞ୍ଚି ରହିବ ଉତ୍କଳୀୟ ନୃତ୍ୟକଳା, କୋଣାର୍କର ନୃତ୍ୟମୂର୍ତ୍ତିମାନଙ୍କ ଅପୂର୍ବ ନୃତ୍ୟଭଙ୍ଗୀ ଏବଂ ବିଭିନ୍ନ ମୁଦ୍ରା ବିନ୍ୟାସ ଭିତରେ ନୃତ୍ୟାଚାର୍ଯ୍ୟ ସୌମ୍ୟ ଶ୍ରୀଦତ୍ତ ଲୁଚିଯିବ ସମୟର ଚୋରାବାଲିରେ। ମାତ୍ର ବଞ୍ଚି ରହିବ କମଳ ମହାରଣା, ବଞ୍ଚି ରହିବ ଉତ୍କଳର ବିଶିଷ୍ଟ ନୃତ୍ୟ ପରମ୍ପରା। କୋଣାର୍କ ମନ୍ଦିର କେବଳ ଦେବ ମନ୍ଦିର ହେଇ ରହିବ ନାହିଁ, କଳା ମନ୍ଦିର ଭାବରେ ମଧ୍ୟ କାଳ କାଳ ପାଇ ଆଦର ଲାଭ କରିବ। କୋଣାର୍କ ହେବ ଚିତ୍ରକଳା, ସଙ୍ଗୀତ, ନୃତ୍ୟକଳା ଏବଂ ଶିଳ୍ପକଳାର ସମ୍ପଦ ଗୃହ। ଆଗାମୀ ଅନେକ ବର୍ଷ ପରେ ମଧ୍ୟ ନୃତ୍ୟ କଳାର ଶିକ୍ଷାନବିଶମାନେ କୋଣାର୍କକୁ ଅଧ୍ୟୟନ କରି ନୃତ୍ୟ ଶିକ୍ଷା କରିପାରିବେ। କୋଣାର୍କ ହେବ ନୃତ୍ୟଶାସ୍ତ୍ରର ଏକ ମହାନ ଗ୍ରନ୍ଥ। କେବଳ ଶାସ୍ତ୍ରୀୟ ନୃତ୍ୟଭଙ୍ଗୀ ନୁହେଁ, କୋଣାର୍କ ଗାତ୍ରରେ ଉତ୍କୀର୍ଣ୍ଣ ହେବ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ। ପାଇକମାନେ ଧାଡ଼ି ବାନ୍ଧି ଖଣ୍ଡା ଓ ଢାଲ ସହ ଯୁଦ୍ଧ ନୃତ୍ୟ କରୁଥିବେ, ଘୁମୁରା ବଜାଇ ନୃତ୍ୟ କରୁଥିବେ ପୁରୁଷ ଓ ସ୍ତ୍ରୀ। କୋଣାର୍କ ହେବ ଶାସ୍ତ୍ରୀୟ ନୃତ୍ୟ।
संगीत तथा लोकनृत्य उत्कलीय परंपरार एक विशाल जादूगर पारिबत शिल्पी कमल महाराणा नृत्याचार्य को प्रणाम जणाई उत्तर देला, गुरुदेव ता पूर्वरु मु आपणकर प्रतिमूर्ति खोदित करी पाषाण गात्र से मूर्ति नाटमंडपर ऊर्ध्व भागरे अवस्थापित रही पाषाण प्रतिमानंकु नृत्य निर्देशना देव। नृत्य शास्त्र रे विशेषज्ञ एवं आचार्य भावरे गंग नरपति आपण को कुंडल और पदकरे शोभित करी सम्मानित करछंती। सम्मान सूचक सौम्य पदवी रे आपण भूषित होइछंती। महाराजंकर पृष्ठपोषकता लाभ करी आपण उत्कलर महान नृत्य परंपरा को कोणार्क गात्र रे उत्कीर्ण करिबार सहायक होइछंती। आपणकर प्रतिमूर्ति व्यतीत कोणार्क अपूर्ण होई रहिब। अपूर्ण रहिब मोर शिल्पकला। आपणकर उपयुक्त सम्मानार्थे गुणग्राही महाराजा आपणकर प्रतिमूर्ति खोदित करिबा पई निर्देश दैछंती। श्रीदत्त प्रशांत कंठरे कहिले, महाराजांकर महानतार ए हेउछि आउ एक निदर्शन। महाराजा जय हो। किंतु कमल कमल चकित नेत्रे चाहि रहिला नृत्याचार्यଙ୍କୁ। ए किंतु जेमिति नृत्य गुरुंकर हृदय भितरे गोटाए वेदना बोधକୁ कमल महाराणार सम्मुखरे रूपायित करिदेला। कमल महाराणा गभीर विश्वासर सह कहिला, कोणार्क निर्माण पथरे किंतु ए स्थान नहीं गुरुदेव। कलिंग शिल्प उपरे आस्था रखंतु। नृत्याचार्य गंभीर कंठरे कहिले, गोटे कथा मन रख शिल्पी, नाटमंडपरे शिल्पकला अश्लीलतार लेस मात्र चिन्ह रहिब नाही। देवार्चना पाई एठारे देवदासी नृत्य हेब। नर्तकीर मुद्रा विन्यास एवं भाव प्रकाश दृष्टिभंगी फुटी उठिब नैसर्गिक भावना एवं अकलुष आनंदर प्रतिछवि। भक्ति आवेदनर नर्तकीर रूपलावण्य सूर्यालोक भली उद्भासित हेब। एथिपाई तमर प्रतिरूप आवश्यक हेब। प्रतिरूप व्यतिरके नृत्य कलार भंगी और मुद्रा विन्यास निखुण हेई न पारे। सेथिपाई क्यों देवदासी को आदेश देवी तम भली सौम्य दर्शन तरुण शिल्पी को आखि आकर रखी सेमाने हृदयर उत्पीड़न को एड़ाई दे पारिबे तो? प्रतिरूप को ज्ञानचक्षु व्यतीत अन्य चक्षुरे देखिबे नहीं। ए विश्वास मो भली प्रत्येक शिल्पीर अछि। 12 वर्ष पाई सब आवेगर द्वार रुद्ध करी आमे आसिछु। सेथुरु विच्युत हेबु नहीं ए कथा देउछु। नारी एवं पुरुष भितरे नैसर्गिक प्रेम मध्य संभव। सूर्य एवं पद्मर संपर्क तो तार प्रतीक। पद्म क्षेत्र रे तार अन्यथा हेब नहीं। किंतु महाशय प्रतिरूपर आवश्यकता नहीं। कोणार्क सुंदरित कलिंग शिल्पीर हृदय आसन पातिछि। पाषाण रे फुटाइछि संगीतर छंद। आखि बुझिले से आसी ठिया हुए सामने। जो रूपरे चाहिए से रूपरे धरा दिए। से होछि शिल्पीर मानस प्रिया। कमल महाराणा विनय भावे कहला, सौम्य श्रीदत्त भाबुथिले नृत्यकला भितरे भक्तिभाव धारा एवं शाश्वत आनंदर धारा प्रभावित करिबा पई केउ रूपसी देवदासी को सतरे बा प्रतिरूप करा जाई पारे। प्राची सह कोणार्कर कारुकार्य गवेषकर दृष्टि नहीं पर्यवेक्षण करुथाए चार्ल्स। कोणार्क को बहुबार देखिछि प्राची। मात्र कमल महाराणा लिखि जाइथिबा पोथी पढ़ी पढ़ी ता सह कोणार्क को मिलाई देखिबारे कोणार्क आलोकित मन हेउछि। लिलियान बाहुरे बाहुछंदी कोणार्कर कारुकार्य अनेक बार देखिछि चार्ल्स। मात्र प्राची सह कोणार्क को अनुध्यान करिबारे कोणार्क अपूर्व मन हेउछि। एपरिकि कोणार्कर मिथुन चित्र गुड़िक मध्य नैसर्गिक मन हेउछंती। नाटमंदिर को निरीक्षण करू करू कमल महाराणार एकाग्र साधना को प्रणिपात करुथाए चार्ल्स। प्राची किंतु कमल महाराणार मानस प्रियार निष्ठा एवं एकाग्र प्रतीक्षा को मने मने तारीफ करुथाए। नाटमंदिर मुखशाला परी एक पंच रथ देउल। नाटमंदिरर पीठटी 3टी भागरे विभक्त हेछि। प्रथम भागर उच्चता 2 फुट 4 इंच एवं एहार चतुर्पार्श्वरे पद्मपाखुड़ा घेरी रही। द्वितीय भागरे उच्चता 9 फुट 7 इंच एवं एहार चतुर्पार्श्वरे
ଅନେକ କ୍ଷୁଦ୍ର କ୍ଷୁଦ୍ର ପୀଢ଼ ଦେଉଳ ଖୋଦିତ ହେଉଛି। ଏହା ଦେହରେ ସୁନ୍ଦରୀ ଅପ୍ସରା ନୃତ୍ୟରତା ରମଣୀ ଶିବତାଣ୍ଡବ ନୃତ୍ୟର ଦୃଶ୍ୟ ଖୋଦିତ ହୋଇଛି। ସାରା ପୀଠଟି ନୃତ୍ୟ ବାଦ୍ୟରତା ରମଣୀମାନଙ୍କର ମୂର୍ତ୍ତିରେ ପରିପୂର୍ଣ୍ଣ। ପୀଠର ଉପରି ଅଂଶରେ ପଦ୍ମପାଖୁଡ଼ା ପୁଷ୍ପଲତା ଓ ନୃତ୍ୟରତା ସ୍ତ୍ରୀମାନଙ୍କ ସୁନ୍ଦର ମୂର୍ତ୍ତି ଉତ୍କୀର୍ଣ୍ଣ ହୋଇଛି। ନାଟମନ୍ଦିର ଭିତରେ ପ୍ରବେଶ କଲେ ଚାର୍ଲ୍ସ ଏବଂ ପ୍ରାଚୀ। ମନ୍ଦିରର ପୂର୍ବ ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ୱରେ 3ଟି ଲେଖାଏଁ ଦ୍ୱାର। ଉତ୍ତର ପାଖରେ ମାତ୍ର ଗୋଟିଏ ଦ୍ୱାର। କୌଣସିଥିରେ ଦ୍ୱାରବନ୍ଧ ନାହିଁ। ପୂର୍ବେ ମଧ୍ୟ ନଥିଲା। ବର୍ଷର ବିଭିନ୍ନ ଋତୁରେ ଏବଂ ଦିନରେ ବିଭିନ୍ନ ସମୟରେ ସୂର୍ଯ୍ୟଙ୍କର ଭିନ୍ନ ଭିନ୍ନ ଅବସ୍ଥିତ ସହ ସଂଯୋଗ ରକ୍ଷା କରି ଏହି ଦ୍ୱାରଗୁଡ଼ିକ ନିର୍ମିତ ହୋଇଥିଲା। ସୂର୍ଯ୍ୟଙ୍କର ଗତି ଅନୁସାରେ ସବୁ ଋତୁରେ ଆଦ୍ୟ ସୂର୍ଯ୍ୟର ପ୍ରଥମ ରଶ୍ମି ନାଟମନ୍ଦିରର ଦ୍ୱାର ଦେଇ ବଡ଼ ଦେଉଳର ସିଂହାସନ ଉପରେ ରତ୍ନବେଦୀକୁ ସ୍ପର୍ଶ କରୁଥିଲା। ଦିବସର ବିଭିନ୍ନ ସମୟରେ ସୂର୍ଯ୍ୟରଶ୍ମି ଉନ୍ମୁକ୍ତ ଭାବରେ ନାଟମନ୍ଦିର ମଧ୍ୟରେ ପ୍ରବେଶ କରିପାରୁଥିଲା। ଚାର୍ଲ୍ସ ବିସ୍ମୟବିଭୂତ ହେଉଥିଲା ନାଟମନ୍ଦିର ସ୍ଥାପତ୍ୟରେ। ପ୍ରାଚୀ କିନ୍ତୁ ନୃତ୍ୟକଳା ଭିତରେ ହଜିଯାଇଥାଏ। ତାର ଇଚ୍ଛା ହେଉଥାଏ ସୌମ୍ୟ ଶ୍ରୀଦତ୍ତଙ୍କ ପାଦତଳେ ସାଷ୍ଟାଙ୍ଗ ପ୍ରଣିପାତ ଜଣାଇବା ପାଇଁ। କିନ୍ତୁ ସେ ସୌଭାଗ୍ୟ ତାର କାହିଁ? ନାଟମନ୍ଦିରର ଉପର ପୀଠରେ ପୂର୍ବଦ୍ୱାର ପାହାଚର ଉତ୍ତର ପାର୍ଶ୍ୱରେ ଏକ ମୂର୍ତ୍ତିର ପାଦଦେଶରେ ଗୋଟିଏ ଶିଳାଲେଖ ଖୋଦିତ ହୋଇଛି। ପ୍ରାଚୀ ସ୍ଥିର ହୋଇ ଠିଆ ହେଲା ସେଠି। ମୂର୍ତ୍ତିଟିର ପାଦଦେଶରେ କଳିଙ୍ଗ ନାଗରୀରେ ଖୋଦିତ ହୋଇଛି 4ଟି ଅକ୍ଷର ସୋମଇଚ୍ଛେ। ଗାଇଡ୍ ଏହାଙ୍କୁ ସୋମେଇ ବୈଷ୍ଣବ ବା ସୋମଗୁପ୍ତ ବୋଲି ବର୍ଣ୍ଣନା କରନ୍ତି। କୋଣାର୍କର ଅନ୍ୟ କୌଣସି ମୂର୍ତ୍ତି ଦେହରେ ଏପରି ଶିଳାଲେଖ ପ୍ରାଚୀ ଦେଖିନାହିଁ। ଏ ହେଉଛି ନୃତ୍ୟାଚାର୍ଯ୍ୟ ସୌମ୍ୟ ଶ୍ରୀ ଦତ୍ତ। ଅପୂର୍ବ ଏହି ମୂର୍ତ୍ତିଟି। କମଳ ମହାରଣା ପ୍ରାଣ ଦେଇ ନିର୍ମାଣ କରିଯାଇଛି ନୃତ୍ୟଗୁରୁଙ୍କର ପ୍ରତିମୂର୍ତ୍ତି। ମୂର୍ତ୍ତି ତଳେ ଖୋଦି କରିଛି ତାଙ୍କର ନାମ। ମୂର୍ତ୍ତିଟିର ଉଚ୍ଚତା 1 ଫୁଟ 9 ଇଞ୍ଚ ଏବଂ ଓସାର 9 ଇଞ୍ଚ। ଏ ଉଚ୍ଚାସନରେ ମୂର୍ତ୍ତିଟି ଦଣ୍ଡାୟମାନ। ତାଙ୍କୁ ଘେରି ବିଶିଷ୍ଟ ନୃତ୍ୟଭଙ୍ଗୀରେ ଉତ୍କୀର୍ଣ୍ଣ ହୋଇଛନ୍ତି ନର୍ତ୍ତକ ନର୍ତ୍ତକୀଗଣ। ନୃତ୍ୟଗୁରୁଙ୍କର ପରିଧେୟ ବସ୍ତ୍ର କଟିଠାରୁ ପାଦ ପର୍ଯ୍ୟନ୍ତ ଜଡ଼ିତ ହୋଇ ରହିଛି। ମସ୍ତକରେ ପଗଡ଼ି, କର୍ଣ୍ଣଦ୍ୱୟରେ ମକର କୁଣ୍ଡଳ ଏବଂ ବକ୍ଷରେ ଶୋଭା ପାଉଛି ପଦଖଚ ରତ୍ନହାର। ପଦକ ଦ୍ୱାରା ମହାରାଜ ସମ୍ମାନିତ କରୁଛନ୍ତି ନୃତ୍ୟଗୁରୁଙ୍କୁ। ନୃତ୍ୟଗୁରୁ ଗିନି ବଜାଇ ନୃତ୍ୟ ନିର୍ଦ୍ଦେଶନା ଦେଉଛନ୍ତି। ଗିନି ଧାରଣ କରିଥିବା ବାମ ହସ୍ତଟି ବକ୍ଷ ସମ୍ମୁଖରେ ସାମାନ୍ୟ ନିମ୍ନ ରହିଛି। ଦକ୍ଷିଣ ହସ୍ତରେ ଅନ୍ୟ ଏକ ଗିନି। ନାଟ୍ୟଶାସ୍ତ୍ର ଅନୁମୋଦିତ କପିଥତ୍ ମୁଦ୍ରାରେ ବାମ ହସ୍ତର ଗିନିକୁ ଆଘାତ କରିବା ପାଇଁ ନୃତ୍ୟଗୁରୁ ଉଦ୍ୟତ। ମୂର୍ତ୍ତିଟି ଦେଖୁ ଦେଖୁ ସୌମ୍ୟ ଶ୍ରୀଦତ୍ତଙ୍କର ସୌମ୍ୟ ମୂର୍ତ୍ତି ଜୀବନ୍ୟାସ ପାଉଛି ପ୍ରାଚୀ ଆଖି ସାମ୍ନାରେ। ସେ ମନେ ମନେ ଭାବୁଛି, କିଏ ବଡ଼, କୋମଳ ମହାରଣା ନା ନୃତ୍ୟଗୁରୁ ସୌମ୍ୟ ଶ୍ରୀଦତ୍ତ? ଚାର୍ଲ୍ସ ନାଟମନ୍ଦିରର ବିଭିନ୍ନ କାରୁକାର୍ଯ୍ୟର ଚିତ୍ର ଉତ୍ତୋଳନ କରୁ କରୁ ଭାବୁଥାଏ, ନାଟମନ୍ଦିରର ସ୍ଥାପତ୍ୟ ଓ ଶିଳ୍ପକଳା ଅତୁଳନୀୟ। ନାଟମନ୍ଦିରର ପ୍ରତିଟି ଚିତ୍ରକଳା ବିମଣ୍ଡିତ ଶିଳାଖଣ୍ଡ ଆଜି ଜଣେ ଆଧୁନିକ ସ୍ଥପତି ପାଇଁ ବର୍ଷ ବର୍ଷର ଅଧ୍ୟୟନ ଏବଂ ଗବେଷଣାର ବିଷୟ। ସାରା ପୃଥିବୀ ସେ ବୁଲି ଦେଖିଛି। କେଉଁଠି ହେଲେ ଅନ୍ୟ କୌଣସି ମନ୍ଦିର ବାଡ଼ରେ ବା ପୀଠରେ ଏପରି ଉଚ୍ଚମାନର ସୂକ୍ଷ୍ମ ସ୍ଥାପତ୍ୟ କଳା ସେ ଦେଖିନାହିଁ। ଯେକୌଣସି ପାର୍ଶ୍ୱରୁ ଦେଖିଲେ ନାଟମନ୍ଦିରର ଶିଳାଖଣ୍ଡମାନଙ୍କରେ ବିସ୍ତାରିତ ଚିତ୍ରକଳା ଖଣ୍ଡେ ଖଣ୍ଡେ ସୁସଜ୍ଜିତ ଚିତ୍ରପଟ ଭଳି ମନେ ହେଉଥାନ୍ତି। ପଦ୍ମଫୁଲର ବହୁଳତାରେ ନାଟମନ୍ଦିର ଅପୂର୍ବ ମନେ ହେଉଥାଏ। ଉତ୍କଳୀୟ ସ୍ଥାପତ୍ୟ କଳାର ଶ୍ରେଷ୍ଠ ନୈପୁଣ୍ୟ ଚାର୍ଲ୍ସକୁ ବେଳୁବେଳ ଅଭିଭୂତ କରୁଥାଏ। 2 ଭାଗରେ ବିଭକ୍ତ ହୋଇ ଉତ୍ତର ଏବଂ ଦକ୍ଷିଣକୁ ଲମ୍ବି ଯାଇଥିବା ନାଟମନ୍ଦିରର ପଶ୍ଚିମ ଦିଗର ପାହାଚ ଦେଇ ଚାର୍ଲ୍ସ ଏବଂ ପ୍ରାଚୀ 2 ଭାଗ ହୋଇ ତଳକୁ ଓହ୍ଲାଇ ଆସୁଛନ୍ତି। ପାହାଚମାନଙ୍କର ସମ୍ମୁଖ ଭାଗରେ ନର୍ତ୍ତକୀମାନେ ଶୋଭା ପାଉଛନ୍ତି। ଚାର୍ଲ୍ସ ଡେଙ୍ଗା ଡେଙ୍ଗା ପାଦ ପକାଇ ଶୀଘ୍ର ତଳେ ପହଞ୍ଚିଗଲା ଏବଂ ଉତ୍ତରରୁ ଦକ୍ଷିଣକୁ ଘୂରି ଆସି ପ୍ରାଚୀ ସାମ୍ନାରେ ଠିଆ ହେଲା। ପାହାଚ ଦେଇ ଲଳିତ ଭଙ୍ଗୀରେ ତଳକୁ ଓହ୍ଲାଇ ଆସୁଥାଏ ପ୍ରାଚୀ। ଚାର୍ଲ୍ସର ଭ୍ରମ ହେଉଥାଏ, ଯେମିତି ନାଟମନ୍ଦିରର ନୃତ୍ୟମୟୀ ସୁନ୍ଦରୀଟିଏ
ଏ ଜୀବନ୍ୟାସ ପାଇ ଧୀରେ ଧୀରେ ଓହ୍ଲାଇ ଯାଉଛି। ଚାର୍ଲ୍ସ ଭାବୁଥାଏ, ପ୍ରାଚୀ ସବୁଦିନେ ହୁଏତ କମଳ ମହାରଣା ସାମ୍ନାରେ ମଡେଲ ହେଇ ଠିଆ ହୋଇଥିବ। ନାଟ ମନ୍ଦିରର ପ୍ରତ୍ୟେକ ମୂର୍ତ୍ତି ବର୍ତ୍ତମାନ ଚାର୍ଲ୍ସର ଆଖିକୁ ପ୍ରାଚୀର ପ୍ରତିରୂପ ଭଳି ମନେ ହେଉଥାନ୍ତି। ଦେବଦାସୀ ଭଳି ପ୍ରାଚୀ ସାଦା ସିଧା ବେଶରେ ପବିତ୍ର ମନେ ହେଉଥାଏ। ଚାର୍ଲ୍ସକୁ ଧ୍ୟାନମଗ୍ନ ଦେଖି ପ୍ରାଚୀ ଅଳ୍ପ ହସିଥିଲା। ନାଟ ମନ୍ଦିରର ଉତ୍ତର ପୂର୍ବ ଦିଗରେ ଆଗେଇ ଯାଉ ଯାଉ ଆସ୍ତେ କହିଲା, ଆସ ଚାର୍ଲ୍ସ, ନାଟ ମନ୍ଦିରର ଭଗ୍ନ ଛାତକୁ ଦେଖିବା। ଏ ସାମ୍ନାରେ ପଡ଼ି ରହିଛି ବର୍ଷ ବର୍ଷ ଧରି। ତମେ ଏଠିକି ଆସିବା ପୂର୍ବରୁ ଯାଯାବର ଥିଲ। ଦେଖୁଛି କୋଣାର୍କ ତମକୁ ଦାର୍ଶନିକ କରିଦେଲାଣି। ଚାର୍ଲ୍ସ ପ୍ରାଚୀକୁ ଅନୁସରଣ କରୁ କରୁ ଉତ୍ତର ଦେଲା, କୋଣାର୍କ ନୁହେଁ, କୋଣାର୍କରୁ ଜୀବନ୍ୟାସ ପାଇ ଓହ୍ଲାଇ ଆସୁଥିବା ଅପ୍ସରାମାନେ ମୋତେ ସମ୍ମୋହିତ କରିପକାଉଛନ୍ତି। ମୁଁ ନାଚାର। ପ୍ରାଚୀ ପୁଣି ଥରେ ପଛକୁ ଚାହିଁ ସରଳ ଭଙ୍ଗୀରେ ହସିଦେଲା ଏବଂ ଅଯତ୍ନରେ ପଡ଼ିଥିବା ନାଟ ମନ୍ଦିରର ଭଗ୍ନ ଗର୍ଭଗୃହ ନିକଟରେ ପହଞ୍ଚିଗଲା। ଚାର୍ଲ୍ସ ବିପରୀତ ଦିଗରେ ଘୁରି ଆସି ପ୍ରାଚୀ ସାମ୍ନାରେ ଠିଆ ହେଲା। ମଝିରେ ପଡ଼ିଥାଏ 5 ଫୁଟ ବ୍ୟାସ ବିଶିଷ୍ଟ ଏକ ସୁନ୍ଦର ପଦ୍ମଫୁଲ ଖୋଦିତ ଶିଳାଖଣ୍ଡ। କୋଣାର୍କର ଅନ୍ୟ ମନ୍ଦିରମାନଙ୍କ ପରି ନାଟ ମନ୍ଦିରର ଛାତଟି ମଧ୍ୟ ଭାଙ୍ଗି ପଡ଼ିଛି କାଳର କରାଳ ସ୍ରୋତରେ। ନାଟ ମନ୍ଦିରରେ ଶୀର୍ଷ ଭାଗରେ ଥିବା ଗର୍ଭ ମୁଦ୍ରାଟି ଖରା ବର୍ଷା ଖାଇ ଯୁଗ ଯୁଗ ଧରି ପଡ଼ି ରହିଛି ମୁକ୍ତାକାଶ ତଳେ। ସମଗ୍ର ଗର୍ଭ ମୁଦ୍ରାଟି 2 ହସ୍ତର ପାଖୁଡ଼ା ବିଶିଷ୍ଟ ଫୁଟନ୍ତ ପଦ୍ମଫୁଲ ପାଲଟି ଯାଇଛି କମଳ ମହାରଣା ଭଳି ଯେ ଉତ୍କଳୀୟ ଶିଳ୍ପୀର ହାତ ସ୍ପର୍ଶରେ। ଉପର ସ୍ତରରେ 16ଟି ଏବଂ ଭିତର ସ୍ତରରେ 8ଟି ପାଖୁଡ଼ାର ଆଖି ମେଲି ଆକାଶକୁ ଚାହିଁଛି। ଉପର ସ୍ତରର ପ୍ରତ୍ୟେକ ପଦ୍ମ ପାଖୁଡ଼ାରେ 16ଟି ନର୍ତ୍ତକୀଙ୍କର ନିଖୁଣ ନୃତ୍ୟମୂର୍ତ୍ତି ଖୋଦିତ ହୋଇଛି। ପ୍ରାଚୀ ଭାବୁଥାଏ, ନାଟ ମନ୍ଦିରରେ ଦେବାର୍ଚ୍ଚନା ଉଦ୍ଦେଶ୍ୟରେ ନୃତ୍ୟ କରୁଥିବା ଦେବଦାସୀଙ୍କର ପ୍ରତିମୂର୍ତ୍ତି କ'ଣ ଶିଳାଖଣ୍ଡର ସ୍ତରେ ସ୍ତରେ ପ୍ରତିଫଳିତ ହୋଇଥିଲା ଏବଂ ସେହି ଚିରନ୍ତନ ନୃତ୍ୟ କଳାର ପ୍ରତିବିମ୍ବକୁ ଏପର୍ଯ୍ୟନ୍ତ ଶିଳାଖଣ୍ଡ ତାର ପ୍ରତିଟି ରେଣୁରେ ବାନ୍ଧି ରଖିଛି। ଚାର୍ଲ୍ସ ଦେଖୁଥାଏ, ଶିଳାଖଣ୍ଡର 16ଟି ପଦ୍ମ ପାଖୁଡ଼ାରେ ପ୍ରାଚୀପ୍ରଭାର ଅବିକଳ ପ୍ରତିରୂପ। ଯେମିତି ଅପରାହ୍ନର ସୂର୍ଯ୍ୟ ରଶ୍ମିରେ ସେଥିରେ ପ୍ରତିଫଳିତ ହେଉଛି ପ୍ରାଚୀପ୍ରଭା। ଶିଳାଖଣ୍ଡ ଯେମିତି ପାଲଟି ଯାଇଛି ଖଣ୍ଡେ ଦର୍ପଣ କିମ୍ବା ସେ କାଳର ଶିଳାଖଣ୍ଡ ଉତ୍କଳୀୟ ଶିଳ୍ପୀର ହାତ ସ୍ପର୍ଶରେ ନୃତ୍ୟମୟ ନାରୀ ପାଲଟି ଯାଇଛି। ଚାର୍ଲ୍ସ ଲକ୍ଷ୍ୟ କଲା, କେନ୍ଦ୍ରସ୍ଥଳରେ ଗୋଟିଏ କ୍ଷୁଦ୍ର ପଦ୍ମଫୁଲ ଉପରେ ସୂର୍ଯ୍ୟଦେବଙ୍କର ମୂର୍ତ୍ତି ଖୋଦିତ ହୋଇଛି। ସୂର୍ଯ୍ୟଦେବଙ୍କର 2 ହାତରେ 2ଟି ପଦ୍ମଫୁଲ। ଜଣେ ଗାଇଡ୍ ଯାତ୍ରୀମାନଙ୍କୁ ବୁଝାଉଥାଏ, ଆକାଶରେ ସୂର୍ଯ୍ୟ ଥାଉ ବା ନଥାଉ, ଶିଳା ପଦ୍ମଟିଏ ଅନ୍ତତଃ ପ୍ରତୀକ୍ଷାରେ ଆକାଶକୁ ଚାହିଁ ପଡ଼ିଛି। ଅଥଚ ସୂର୍ଯ୍ୟ କେବେ ପୃଥିବୀକୁ ଓହ୍ଲାଇ ଆସନ୍ତି ନାହିଁ। ସେ ତାଙ୍କର ପତ୍ନୀ ଛାୟା ଏବଂ ସଂଜ୍ଞାକୁ ନେଇ ବିଶ୍ୱ ପରିକ୍ରମା କରୁଥାନ୍ତି। ଏ ହେଉଛି ପ୍ଲାଟୋନିକ୍ ଲଭ୍, ନୈସର୍ଗିକ ପ୍ରେମ। ଭାରତୀୟ ନାରୀ ପଦ୍ମର ନିଷ୍ଠା ନେଇ ଏମିତି ଚାହିଁ ରହିଥାଏ ନିଜର ସ୍ୱାମୀକୁ। ତା ସ୍ୱାମୀ ଦେବତା ହୋଇଥାଉ ବା ଦାନବ ହୋଇଥାଉ, ଏକନିଷ୍ଠ ପ୍ରେମ ନେଇ ଭାରତୀୟ ନାରୀ ବଞ୍ଚି ରହେ। କୋଣାର୍କ ହେଉଛି ଏକନିଷ୍ଠ ପ୍ରେମର ପୀଠ। 1200 ବଢ଼େଇଙ୍କର ପତ୍ନୀମାନେ 16 ବର୍ଷ ଧରି ଏମିତି ଏକନିଷ୍ଠ ପ୍ରେମ ନେଇ ସ୍ୱାମୀର ବାଟ ଚାହିଁ ବସିଥିଲେ। ପ୍ରାଚୀପ୍ରଭା ଅକସ୍ମାତ୍ ଅନ୍ୟମନସ୍କ ହୋଇଗଲା। ଗୋଟିଏ ଦୀର୍ଘଶ୍ୱାସ ବାହାରି ଆସିଲା ହୃଦୟ ଭିତରୁ। ଚାର୍ଲ୍ସ ଭାବୁଥାଏ, ଏସବୁ ଅନାବଶ୍ୟକ। ଏତେ କଷ୍ଟ ପାଇବାର ଅର୍ଥ କ'ଣ? ହାୟ କମଳ ମହାରଣା, ମୁଁ ତମକୁ ସମବେଦନା ଜଣାଉଛି। ତମ ତ୍ୟାଗ ଏବଂ ଯନ୍ତ୍ରଣାର ମୂଲ୍ୟ ଏଇ ଭଗ୍ନ କୋଣାର୍କ, ଏ ପରିତ୍ୟକ୍ତ ଶିଳାପଦ୍ମ। ନାଟମନ୍ଦିର ସମ୍ମୁଖରେ ପୂର୍ବଦିଗ ପାହାଚ ଶ୍ରେଣୀର 2 ପାଖ କାନ୍ଥ ଶେଷରେ 2ଟି ପ୍ରକାଣ୍ଡ ଗଜସିଂହ ମୂର୍ତ୍ତି ରହିଛି। ଉତ୍ତର ପାର୍ଶ୍ୱ ଗଜସିଂହ ମୂର୍ତ୍ତି ପାଖରେ ଚିତ୍ରୋତ୍ପଳା ଫୁଲ ଚାଙ୍ଗୁଡ଼ି ଧରି ବସିଛି। ଆଜି ଶନିବାର, ତାର ଫୁଲ ଚାଙ୍ଗୁଡ଼ି ଫୁଟନ୍ତା ପଦ୍ମଫୁଲରେ ଭରା। ଚିତ୍ରୋତ୍ପଳା ବାଛି ବାଛି ସୁନ୍ଦର ଫୁଲଟିଏ ବଢ଼ାଇ ଦେଲା ଚାର୍ଲ୍ସ ହାତକୁ। ଚାର୍ଲ୍ସ ମୃଦୁ ସ୍ୱରରେ ଧନ୍ୟବାଦ କହି 5 ଟଙ୍କା ନୋଟ୍ଟି ବଢ଼ାଇ ଦେଲା। ଚିତ୍ରୋତ୍ପଳା ହସି ଦେଇ ରେଜା ପଇସା ହିସାବ କରୁଥିଲା ଚାର୍ଲ୍ସକୁ ଫେରାଇବା ପାଇଁ। ଚାର୍ଲ୍ସ କହିଲା, ଥାଉ, ଆଜିର ଏଇ ପଦ୍ମଫୁଲଟା ଅମୂଲ୍ୟ, ତାର ଦାମ 5 ଟଙ୍କା ଠାରୁ ଢେର ବେଶୀ। ଚିତ୍ରୋତ୍ପଳା ଜିଭ କାମୁଡ଼ି ପକାଇଲା। ଆଖି ବଡ଼ ବଡ଼ କରି କହିଲା,
ନା ସାହେବ, ଉଚିତ ଦାମ ଠାରୁ ଅଧିକ ପଇସା ନେବା ଅନ୍ୟାୟ ପାପ। ବ୍ୟବସାୟ କରୁଛୁ ପେଟ ପାଇଁ, ତା ବୋଲି ଅନ୍ୟାୟ କରିବି? ଧର୍ମପୀଠରେ ଧର୍ମଦେବତା ସବୁକିଛି ଦେଖୁଛନ୍ତି। ଏ ପଇସା ଭୋଗ ହେବ ନାହିଁ। ଚାର୍ଲ୍ସ ବିସ୍ମିତ ହେଇଗଲା ଗାଉଁଲି ଝିଅଟାର ମୁହଁରେ ଧର୍ମ ଅଧର୍ମର ବ୍ୟାଖ୍ୟା ଶୁଣି। ସେ ଆସ୍ତେ ପଚାରିଲା, ଏସବୁ ତୁମକୁ କିଏ ଶିଖାଇଛି? ମୁଁ କ'ଣ ପିଲାଟି ହେଇଛି ଯେ ମୋତେ କିଏ ଶିଖେଇବ? ଏ ପଇସା ବାପା ମୋ ବାହାଘର ପାଇଁ ସଞ୍ଚୁଛି। ସେଥିରେ ଠକିଲେ ମୁଁ ବି ଯଦି ଠକିଯାଏ? ଚିତ୍ରାର ପଦ୍ମପାଖୁଡ଼ାର ନରମ ଆଖିପତା ଦୁଇଟି ଭୟରେ ଆଶଙ୍କାରେ ଅଳ୍ପ ଥରି ଉଠି କ୍ଷଣକ ପାଇଁ ମୁଦି ହୋଇଗଲା। ଦକ୍ଷିଣ ପାଖ ଗଜ ସିଂହ ମୂର୍ତ୍ତିକୁ ଆହୁଜି ଧର୍ମାନନ୍ଦ ଠିଆ ହୋଇଥିଲା ଫଟୋ ପ୍ୟାକେଟ ଧରି। ଚିତ୍ରକଳାର କଥା ଶୁଣି ସେ ବି ବଡ଼ ପାଟିରେ ହସି ଉଠିଲା। ଚିତ୍ରକଳା ରାଗିଗଲା। ବଡ଼ ବଡ଼ ଆଖିରେ ଧର୍ମାନନ୍ଦକୁ ଚାହିଁ କହିଲା, ହସିଲୁ କାହିଁକି? ଧର୍ମାନନ୍ଦ ସେମିତି ହସୁ ହସୁ କହିଲା, ହସିବି ନାହିଁ? ତୋ ନୀତି ମାନି ଚଳିଲେ କାହାର ପେଟ ପୁରେ? ଏ ଯୁଗରେ ଜୋରଜାର ମୁଲକତାର। ଏଇ ଦେଖୁନୁ ଗଜସିଂହ ମୂର୍ତ୍ତିକୁ। ହାତୀ କେମିତି ମଣିଷକୁ ଦୁର୍ବଳ ଦେଖି ମାରୁଛି, ଆଉ ସିଂହ ହାତୀଠାରୁ ବଳବାନ ହେଇ ହାତୀକୁ ଆକ୍ରମଣ କରୁଛି। ଏ ଦୁନିଆରେ ଦୁର୍ବଳ ଉପରେ ସବଳର ଅତ୍ୟାଚାର ସବୁବେଳେ ଚାଲିଛି। ଅସହାୟ ଲୋକମାନେ ଶକ୍ତିଶାଳୀ ଲୋକମାନଙ୍କ ଦ୍ୱାରା ସବୁବେଳେ ଅତ୍ୟାଚାରିତ ହୁଅନ୍ତି। ଏ ଦୁନିଆରେ ସବଳ ଆଉ ଶକ୍ତିଶାଳୀ କିଏ ଜାଣୁ? କିଏ? ଚିତ୍ରା ପ୍ରଶ୍ନ କଲା। ଧର୍ମାନନ୍ଦ ବଡ଼ ମଣିଷଙ୍କ ଭଳି ଗମ୍ଭୀର ହେଇଯାଇ କହିଲା, ଯେଉଁମାନଙ୍କ ହାତରେ ଧନ ଅଛି, କ୍ଷମତା ଅଛି, ସେଇମାନେ ଶକ୍ତିଶାଳୀ। ଗରିବ ଲୋକମାନେ ସବୁବେଳେ ସବୁ କଥାରେ ଦୁର୍ବଳ। ଯେଉଁମାନେ ଯେତେ ଅନ୍ୟାୟ ଅଧର୍ମ କରନ୍ତି, ସେଇମାନେ ଖୁବ୍ ଶୀଘ୍ର ସେତେ ବଡ଼ ଲୋକ ହୁଅନ୍ତି। ଧନ ଆସିଲେ କ୍ଷମତା ଆସେ, ସମ୍ମାନ ଆସେ। ଗରିବ ଲୋକମାନେ ତୋରି ଭଳି ନ୍ୟାୟ ଧର୍ମ ଉଚିତ ମାର୍ଗରେ ଚାଲି ସଚ୍ଚୋଟ ପଣିଆ ଦେଖନ୍ତି ଆଉ ଭୋକିଲା ରହନ୍ତି। ଯୌତୁକ ପାଇଁ ଫୁଲ ବିକି ପଇସା ସଞ୍ଚୁ ସଞ୍ଚୁ ତୋରି ଭଳି ବୁଢ଼ୀ ହୋଇଯାଆନ୍ତି। ଘଣ୍ଟା, ସାଇକେଲ, ରେଡ଼ିଓ ଆଉ ବାଟ ଖର୍ଚ୍ଚ ପାଇଁ କେତେ ଟଙ୍କା ଦରକାର ଜାଣୁ? ସେତିକି ପଇସା ସଞ୍ଚିବା ପାଇଁ କେତେ ବର୍ଷ ଲାଗିବ ହିସାବ କରି ଦେଖିଛୁ? ଚିତ୍ରକଳାର ମୁହଁଟି ଶୁଖିଗଲା। ପରକ୍ଷଣରେ ସେ ମୁହଁରେ ରଙ୍ଗ ଫେରାଇ ଆଣିଲା। ଚାର୍ଲ୍ସ ହାତକୁ ବାକି ପଇସା ଫେରାଇ ଦେଉ ଦେଉ ସେ ଧର୍ମାନନ୍ଦକୁ ଉତ୍ତର ଦେଲା, ଗରିବମାନେ ଦୁର୍ବଳ ହେଇ ରହନ୍ତି ସତ, କିନ୍ତୁ ଭଗବାନ ଦୁର୍ବଳମାନଙ୍କୁ ରକ୍ଷା କରିବାକୁ ଚାହିଁ ବସିଛନ୍ତି। ଏଇ ଦେଖ ଗଜସିଂହ ମୂର୍ତ୍ତିକୁ। ସିଂହ କେମିତି ହାତୀ କବଳରୁ ମଣିଷକୁ ରକ୍ଷା କରୁଛି। ଏଠି ସିଂହ ଭିତରେ ସ୍ୱୟଂ ଧର୍ମଦେବତା ବିଜେ କରିଛନ୍ତି। ଅଧର୍ମ ଭିତରେ ସୁଖ ଅଢ଼େଇ ଦିନ। ତୁ ସେମିତି ବ୍ୟବସାୟ କରି କେତେ ବଡ଼ ଲୋକ ହେଉଛି ଦେଖିବି ରହ। ଚିତ୍ରକଳା ମୁହଁ ମୋଡ଼ିଦେଲା। ବାଳକ ଧର୍ମାନନ୍ଦ ମୁହଁରୁ ଅନ୍ୟାୟ ଉପାୟରେ ବଡ଼ଲୋକ ହେବାର ଗୂଢ଼ ରହସ୍ୟ ଶୁଣି ଚାର୍ଲ୍ସ ଯେତିକି ବିସ୍ମିତ ହେଲା, ପ୍ରାଚୀ ସେତିକି ବ୍ୟଥିତ ହେଲା। ଏସବୁ କଥା ଧର୍ମାନନ୍ଦକୁ କିଏ ଶିଖାଇଛି? ପ୍ରାଚୀର ମନେ ହେଲା ଧର୍ମାନନ୍ଦ ଏ ଭିତରେ ଆଉ ଟିକେ ବଡ଼ ହେଇଯାଇଛି ଏବଂ ଧୀରେ ଧୀରେ ବଦଳି ଯାଉଛି। ପ୍ରାଚୀ ଧର୍ମାନନ୍ଦର ସାମ୍ନାରେ ଠିଆ ହେଲା। ଗମ୍ଭୀର ଭାବରେ ପ୍ରଶ୍ନ କଲା, ଏସବୁ ତତେ କିଏ ଶିଖାଉଛି ଧର୍ମାନନ୍ଦ? ଶୀଘ୍ର ବଡ଼ ଲୋକ ହେବାର ଏ କୌଶଳ ତତେ ଆଗରୁ ତ ଜଣା ନଥିଲା? ଧର୍ମାନନ୍ଦ କିଛି ଉତ୍ତର ଦେଲା ନାହିଁ। ପ୍ରାଚୀ ଏଭଳି ପ୍ରଶ୍ନ କରିବ ବୋଲି ସେ ଆଦୌ ଆଶା କରୁନଥିଲା। ପ୍ରାଚୀ ପୁଣି ଚେରା କଲା, ମୋ କଥା ଶୁଭୁଛି? ତୁ ଏଡ଼େ ଛୋଟ ପିଲା, ତୋ ମୁଣ୍ଡରେ ଏସବୁ କଥା କିଏ ଭର୍ତ୍ତି କରୁଛି? ତୁ ତ ଆଗେ ଏପରି କଥା କହୁନଥିଲୁ। ଧର୍ମାନନ୍ଦ ମୁଣ୍ଡ କୁଣ୍ଡେଇ କହିଲା, ଚିତ୍ରକଳାକୁ ଚିଡ଼ାଇବା ପାଇଁ ସେମିତି କହୁଥିଲି ଅପା। ବାହା ହେବା ପାଇଁ ସେ କେମିତି ବିକଳ ହେଇ ପଇସା ସଞ୍ଚୁଛି ଦେଖୁନ। ଚିତ୍ରକଳା ଅଭିଯୋଗ ଭରା ସ୍ୱରରେ କହିଲା, ଏ ଟୋକାଟା ମୋ ସାଙ୍ଗେ ସବୁବେଳେ ଲଗେଇଛି ଅପା। ମୁଁ ବାହା ହେଇଗଲେ ତାର କାହିଁ ଦିହ ସହୁ ନାହିଁ? ତମେ ତାକୁ ପୁଅ କରିଛ ବୋଲି ସେ ଆଉ ଇନ୍ଦ୍ରଚନ୍ଦ୍ର ମାନୁ ନାହିଁ। ତା ସାଙ୍ଗକୁ ଏବେ ରୋଜଗାର ବଢ଼ିଯାଇଛି ତାର। ପୁଅର ଚେହେରା କେମିତି ବଦଳି ଗଲାଣି ଦେଖୁନ ଅପା। ଧର୍ମାନନ୍ଦ ବେଶୀ ସମୟ ପ୍ରାଚୀପ୍ରଭାର ଦୃଷ୍ଟି ସାମ୍ନାରେ ଠିଆ ହେଲା ନାହିଁ। ଫଟୋ ବିକ୍ରି କରିବା ଆଳରେ କେତେଜଣ ଅଣଓଡ଼ିଆ ଯାତ୍ରୀଙ୍କର ପିଛା ଧରି ସେ ସେଠାକୁ ଖସିଗଲା। ପ୍ରାଚୀ କିନ୍ତୁ ଧର୍ମାନନ୍ଦର ଉତ୍ତରରେ ସନ୍ତୁଷ୍ଟ ହେଲାନି। ତାର ମନେ ହେଲା ମେଧାବୀ ବାଳକ ଧର୍ମାନନ୍ଦ ଭିତରେ ନିଷ୍ପେଷିତ ଆତ୍ମା ସବଳ ବିରୋଧରେ ବିଦ୍ରୋହ କରିବାର ବାଟ ଖୋଜୁଛି। କିନ୍ତୁ ଧର୍ମାନନ୍ଦ ଯେ ବିଦ୍ରୋହର ଉଚିତ ରାସ୍ତା ପାଉନାହିଁ, ଏକଥା ବୁଝିପାରିଲା ଧର୍ମାନନ୍ଦ। କ'ଣ ଯେକୌଣସି ଉପାୟରେ ଶକ୍ତିଶାଳୀ ହେବା ପାଇଁ ପ୍ରତିଜ୍ଞା କରିଛି? ଉଚିତ ମାର୍ଗରେ ସମ୍ଭବ ନହେଲେ ସେ ଅନୁଚିତ ମାର୍ଗ ବି ଧରିପାରେ। ପ୍ରାଚୀର ମନ ଭିତରଟା ଧର୍ମାନନ୍ଦ ପାଇଁ ଆନ୍ଦୋଳିତ ହୁଏ। କିନ୍ତୁ ଧର୍ମାନନ୍ଦର ବିସ୍ତାରିତ ସଂସାରର ଅଭାବ ମେଣ୍ଟାଇ ଧର୍ମାନନ୍ଦକୁ ଶକ୍ତିଶାଳୀ କରିବା ପାଇଁ
ପ୍ରାଚୀପ୍ରଭାର ଶାନ୍ତି ସାମର୍ଥ୍ୟ କୁଳାଏ ନାହିଁ। ଅସହାୟ ହୋଇପଡ଼ି ସେ ଧର୍ମାନନ୍ଦର କଥା ମନରୁ ଦୂର କରିଦିଏ। ମନକୁ ବୁଝାଏ ଧର୍ମାନନ୍ଦ ଏଣିକି ବଡ଼ ହୋଇଯିବ। ତା ସଂସାରରେ ବୋଝ ଉଠାଇବା ପାଇଁ ତା ବାଟ ସେ ଖୋଜି ନେବ। କୋଣାର୍କର ନଗ୍ନ ଚିତ୍ର ବିକ୍ରି କରି ସଂସାରର ଦୈନ୍ୟ ତା ପିଠିର ନଗ୍ନତା ତ ଲୁଚିବ ନାହିଁ। ଏଥିପାଇଁ ପ୍ରାଚୀର ବିଚଳିତ ହେବାର କ'ଣ ଅଛି? ପ୍ରାଚୀର ବିଚଳିତ ଅବସ୍ଥାକୁ ଲକ୍ଷ୍ୟ କରି ଚାର୍ଲ୍ସ ଆଗେଇ ଆସିଲା। ପଦ୍ମଫୁଲଟିକୁ ପ୍ରାଚୀର ହାତକୁ ବଢ଼ାଇ ଦେଇ କହିଲା, ଆମ ଦେଶରେ ଏତେ ଅଳ୍ପ ବୟସ୍କା ଝିଅମାନେ ଧର୍ମପଦ ବୟସର ପିଲାଙ୍କୁ ପୁଅ କରନ୍ତି ନାହିଁ, ବନ୍ଧୁ ଭାବରେ ଗ୍ରହଣ କରନ୍ତି। ତାକୁ ପୁଅ ଭାବିବାରୁ ତାର ଟିକେ କଥାରେ ମତେ ତମେ ବିବ୍ରତ ହେଉଛ। ପ୍ରକୃତରେ ସେ ତମର ପୁଅ ବୟସର ନୁହେଁ। ପ୍ରାଚୀ ପଦ୍ମଫୁଲଟିକୁ ଗ୍ରହଣ କଲା। କହିଲା, ଧନ୍ୟବାଦ। ମୋ ବୟସରେ ତମ ବୋଉର 4ଟି ପୁଅ ଝିଅ ହୋଇସାରୁଥିଲେ। ମୋର ବୟସ କେତେ ଜାଣନ୍ତି? ମୋର ସେ କଥା ଜାଣିବାର ଖୁବ୍ ଅଭଦ୍ରାମୀ ନୁହେଁ କି? ଚାର୍ଲ୍ସ ମୃଦୁ ହସି ହସି କହିଲା। ପ୍ରାଚୀ ହସି ଦେଇ ଆଗେଇ ଯାଉ ଯାଉ କହିଲା, କ୍ଷମା କରିବ, ତମ ଦେଶରେ ଭଦ୍ରତାର ଅଦ୍ଭୁତ ସଂଜ୍ଞା। ଚାର୍ଲ୍ସ ବି ହସିଥିଲା। କହିଲା, କ୍ଷମା କରିବ, ତମ ଦେଶରେ କିନ୍ତୁ ସବୁକିଛି ଅଦ୍ଭୁତ। ଧର୍ମପଦ, ଚିତ୍ରକଳା, ପ୍ରାଚୀ ଏବଂ କୋଣାର୍କ ସମସ୍ତେ। ସବୁଠୁ ଅଦ୍ଭୁତ ଏ ଗଜସିଂହ ମୂର୍ତ୍ତି। 2800 ଟନ୍ ଓଜନର ଏଡ଼େ ବିରାଟ ମୂର୍ତ୍ତିଟି 3ଟି ଜୀବଙ୍କୁ ନେଇ ଗଠିତ। ଉନ୍ନତ ସିଂହଟିଏ ବୀରଦର୍ପରେ ଏ ବିରାଟ ହାତୀକୁ ଆକ୍ରମଣ କରି ମାଡ଼ି ବସିଛି। ହାତୀ ମାଡ଼ି ବସିଛି ଏକ ଅସହାୟ ମଣିଷକୁ। ସିଂହ ହାତୀ ପିଠି ଉପରେ ବସି ଆଗ ଗୋଡ଼ ଦୁଇଟି ଟେକି ରଖି ଅତ୍ୟନ୍ତ ଭୟଙ୍କର ଦିଶୁଛି। ଏ ସମସ୍ତ ମୂର୍ତ୍ତି ମାତ୍ର ଖଣ୍ଡିଏ ପଥରରେ ଖୋଦିତ ହେବା ବାସ୍ତବିକ ଖୁବ୍ ଅଦ୍ଭୁତ। ପ୍ରାଚୀ ଚାର୍ଲ୍ସକୁ ମୂର୍ତ୍ତିଟିର ଶିଳ୍ପଶାସ୍ତ୍ର ସମ୍ବନ୍ଧରେ ଆବଶ୍ୟକତା ବୁଝାଇଦେଲା। ଶିଳ୍ପୀଶାସ୍ତ୍ର ବିଧାନ ଅନୁସାରେ ପ୍ରତି ମନ୍ଦିରର ପୂର୍ବଦ୍ୱାରରେ ଗଜସିଂହ ମୂର୍ତ୍ତି ରହିବା ଆବଶ୍ୟକ। ଏହି ଦ୍ୱାରକୁ ସିଂହଦ୍ୱାର କୁହାଯାଏ। ପୂର୍ବେ ଗଜସିଂହ ମୂର୍ତ୍ତିଦ୍ୱୟ ମନ୍ଦିରର ପୂର୍ବଦ୍ୱାର ସମ୍ମୁଖ ସ୍ଥାପିତ ହେଉଥିଲା। ଗଜସିଂହ ମୂର୍ତ୍ତି ଧର୍ମସଂସ୍ଥା ଗଠନର ପ୍ରତୀକ। ଧର୍ମରକ୍ଷା କରିବା ପ୍ରତ୍ୟେକ ରାଜାର କର୍ତ୍ତବ୍ୟ। ସେଥିପାଇଁ ରାଜା ନରସିଂହ ଧର୍ମଦେବତାଙ୍କ ମନ୍ଦିର ସମ୍ମୁଖରେ ଗଜସିଂହ ମୂର୍ତ୍ତି ସ୍ଥାପନ କରି ଦେଶରେ ଧର୍ମରକ୍ଷା କରିବାକୁ ଚେଷ୍ଟା କରିଥିଲେ। ଚାର୍ଲ୍ସକୁ ବକ୍ରଦୃଷ୍ଟି ହାଣି ପ୍ରାଚୀ କହିଲା, ଆଚ୍ଛା, ତମ ଦେଶରେ ଧର୍ମରକ୍ଷା କରିବାକୁ ଚେଷ୍ଟା କରିବା ବି କ'ଣ ଅଦ୍ଭୁତ କଥା? ଚାର୍ଲ୍ସ କହିଲା, ନିଶ୍ଚୟ। ଧର୍ମରକ୍ଷା ଆଜି ତ ପୃଥିବୀର ଲକ୍ଷ୍ୟ ନୁହେଁ। ବୟସରେ ଛୋଟ ହେଲେ ବି ଧର୍ମାନନ୍ଦ ସେ କଥା ବୁଝିଛି, ଅଥଚ ତମେ ବୁଝିନାହଁ। ପ୍ରାଚୀ ଚାର୍ଲ୍ସକୁ ପଛ କରି ମୁଖଶାଳାର ରୁଦ୍ଧ ଦ୍ୱାର ସମ୍ମୁଖରେ ଠିଆ ହୋଇଥିଲା। ଚାର୍ଲ୍ସ କଥାରେ ସେ କିଛି ଜବାବ ଦେଲା ନାହିଁ। ପ୍ରତ୍ୟୁଷ ସୂର୍ଯ୍ୟଦେବ ସମୁଦ୍ର ସ୍ନାନର ବିଳାସ ତେଜି ଏତେ ଶୀଘ୍ର ସକାଳୁ ଆକାଶକୁ ଉଠି ନଥାନ୍ତି। ବାଲିଆ ରଞ୍ଜିକି ପଥରରେ ନାଟମନ୍ଦିର ପାଇଁ ନୃତ୍ୟମୂର୍ତ୍ତି ତିଆରି କରୁଥାଏ କମଳ ମହାରଣା। କମଳ ମହାରଣା ଆଖି ବୁଜି କଳ୍ପନା ନେତ୍ରରେ ଏକ ନିଖୁଣ ନିର୍ଭୁଲ ରୂପସୀ ଲାସ୍ୟମୟକୁ ଦେଖୁଥାଏ। କମଳ ମହାରଣା ଭାବୁଥାଏ, କାହା ଉପରେ ଗୁରୁତ୍ୱ ଦେଇ ସେ ମୂର୍ତ୍ତି ଗଠନ କରିବ? ସୁଗଠିତ ସୁଠାମ ଦେହ ବଲ୍ଲରୀ ନା ଶରୀରର ଅଳକଙ୍କଣ? ସୁଗଠିତ ଶରୀରରେ ଅଳକଙ୍କଣର ଉତ୍କର୍ଷତା ଏବଂ ତା ସଙ୍ଗେ ଅପୂର୍ବ ଲାସ୍ୟମୟୀ ଭଙ୍ଗୀ ହିଁ ଚିରନ୍ତନ କାରୁକଳା ହୋଇ ବିସ୍ମୟ ସଙ୍ଗେ ଆନନ୍ଦ ଦାନର ସହାୟକ ହେବ। ସ୍ଥାପତ୍ୟ ଏବଂ ଭାସ୍କର୍ଯ୍ୟ ଉଭୟ ପରସ୍ପରର ପରିପୂରକ ହେବେ। ଶରୀରର ବିଭିନ୍ନ ଅଂଶ ଅଳଙ୍କରଣ ସମ୍ପର୍କରେ ଗୋଟାଏ ଗୋଟାଏ ମୋଟାମୋଟି କାଳ୍ପନିକ ଚିତ୍ର ପ୍ରସ୍ତୁତ କରିନେଇଥାଏ କମଳ ମହାରଣା। ମାତ୍ର ନର୍ତ୍ତକୀଙ୍କର ଅଙ୍ଗସୌଷ୍ଠବର ନିର୍ଭୁଲ ଚିତ୍ର କଳ୍ପନାରେ ଲୁଚକାଳି ଖେଳୁଥାଏ। ଛମ୍ ଛମ୍ ସୁନ୍ଦର ତାଳ ଲୟ ଛନ୍ଦରେ ନୂପୁର ନିକ୍ୱଣ ଶୁଭୁଛି ଦୂରରୁ। ଧୀରେ ଧୀରେ ନୂପୁରର ଛନ୍ଦ ନିକଟତର ହେଉଛି। କିଏ? ଦେବଦାସୀ? ଭଦ୍ରା? ନା ନା, ବୋଧହୁଏ ଶ୍ଵେତା କିମ୍ବା ମୁଗ୍ଧା। ସେମାନଙ୍କୁ ଛାଡ଼ିଦେଲେ ନାଟମନ୍ଦିରର ନୃତ୍ୟମୂର୍ତ୍ତି ପାଇଁ ଆଉ ବା କିଏ ପ୍ରତିରୂପ ହୋଇପାରେ? କିନ୍ତୁ ସେମାନଙ୍କର ଭାବମୁଦ୍ରା ସ୍ୱର୍ଗୀୟ ଆଭା ଫୁଟି ଉଠିବ ତ? ନୃତ୍ୟ ମୂର୍ତ୍ତିଟିଏ ଧୀରେ ଧୀରେ ମାଟି ଛୁଇଁ ଛୁଇଁ ସତେ ଯେମିତି ଭାସୁଛି। ଭାସି ଭାସି ସେ କମଳ ମହାରଣା ସାମ୍ନାରେ କିଛି ବ୍ୟବଧାନ ରଖି ସ୍ଥିର ହୋଇଗଲା। ସତେବା କମଳ ମହାରଣାର କଳ୍ପନା ମୂର୍ତ୍ତିଟି ଜୀବନ୍ୟାସ ପାଇଛି। କିଏ ଏ ଦେବକନ୍ୟା?
ଭଦ୍ରା, ଶ୍ଵେତା କିମ୍ବା ମୁଗ୍ଧାଙ୍କର ତ ଏ ଅପୂର୍ବ ଭଙ୍ଗୀ ନୁହେଁ। ସ୍ୱର୍ଗର କେହି ଅପ୍ସରା କ'ଣ ମର୍ତ୍ତ୍ୟଭୂଇଁକୁ ଓହ୍ଲାଇ ଆସିଛି ଧର୍ମଦେବତାଙ୍କ ମନ୍ଦିର ନିର୍ମାଣରେ ପ୍ରତିରୂପ ହେବା ପାଇଁ? କମଳ ମହାରଣା ପ୍ରଥମେ ସେହି ଲାସ୍ୟମୟୀ ରୂପସୀର ପାଦ ଦୁଇଟିକୁ ଚାହିଁଲା। ସେ ଦେଖିଲା ଦୁଇଟି ଅର୍ଦ୍ଧ ପ୍ରସ୍ଫୁଟିତ ପଦ୍ମ କୋରକର ଧାର ଧାରି ଉଦୟ ସୂର୍ଯ୍ୟ ସତେବା ଆଙ୍କି ଦେଇଛି ଦୁଇଧାର ଅଳତାର ଗାର। ସେଇ ଅଳତା ବୋଳା ପାଦ ଦୁଇଟି ଯଦି ପଦ୍ମକୋରକ ହୁଏ, ତେବେ ମୁଖ ଶୋଭାକୁ କାହା ସହ ତୁଳନା କରିବ ଭାବି ପାରୁନଥାଏ କମଳ ମହାରଣା। କ୍ଷଣକ ପାଇଁ କମଳ ମହାରଣା ନିହାଣ ସ୍ଥାଣୁ ହୋଇଗଲା, କିନ୍ତୁ ତାର ନିସ୍ତରଙ୍ଗ ହୃଦୟ ସଂଗୋପନରେ ଚହଲିଗଲା କ୍ଷଣକ ପାଇଁ। ଏତେ ରୂପ, ଏତେ ଲାବଣ୍ୟ, ଏପରି ସ୍ୱର୍ଗୀୟ ଭାବମୁଦ୍ରାକୁ କମଳ ମହାରଣା ରୂପ ଦେଇ ପାରିବ ତ? ଏହି ରୂପସୀ ନାରୀଟିକୁ ନିର୍ନିମେଷ ନୟନରେ ଚାହିଁ ଚାହିଁ ସେ ସ୍ଥିରଚିତ୍ତରେ ମୂର୍ତ୍ତି ମୁଖରେ ସ୍ୱର୍ଗୀୟ ଆଭା ଫୁଟାଇ ପାରିବ ତ? କମଳ ମହାରଣା ନିଜ ହୃଦୟର ଅବାଧ୍ୟ ଉଦ୍ବେଳନକୁ ଶାନ୍ତ କଲା, ନିଜ ତାରୁଣ୍ୟର ଅନିଚ୍ଛାକୃତ ଆବେଗକୁ ଶାସନ କଲା। ସେ ଭାବିଲା, ସେ ତ ଏଠି ଜଣେ ତପସ୍ୱୀ। ସୂର୍ଯ୍ୟପୀଠରେ ଆଗାମୀ 12 ବର୍ଷ ଧରି ସେ ବ୍ରହ୍ମଚର୍ଯ୍ୟ ପାଳନ କରିବ, ଇନ୍ଦ୍ରିୟ ସଂଯମ କରି ବାସନରେ ପଦ୍ମ ଫୁଟାଇବ। ସେ ଯଦି ପଥଚ୍ୟୁତ ହୁଏ, ଇନ୍ଦ୍ରିୟ ସଂଯମ ନ କରେ, ବିଚଳିତ ହୋଇ କଳାର ଉତ୍କର୍ଷତା ଆଣିବାରେ ତ୍ରୁଟି କରେ, ତେବେ ତ ତାହା ଶିଳ୍ପୀ ଧର୍ମର ବିରୋଧାଚରଣ କରିବ। ତା ଚକ୍ଷରେ ତାର ପ୍ରାଣପ୍ରିୟା ପରମ ନିଷ୍ଠା ଓ ବିଶ୍ୱାସରେ ତାର ଫେରନ୍ତି ବାଟକୁ ଚାହିଁ ରହିଛି। କିଶୋରୀ ବଧୂ ପଦ୍ମଫୁଲର ନିଷ୍ଠା ନେଇ ପ୍ରତୀକ୍ଷମାଣ, ଅଥଚ ତା ମନରେ ଏକ ଅଦ୍ଭୁତ ଅନୁଚିତ ଅଦ୍ୟମ ଉଦ୍ବେଳନର ଅର୍ଥ କ'ଣ? କମଳ ମହାରଣା ସେହି ଲାସ୍ୟମୟୀର ଆୟତ ନୟନ ଯୁଗଳରେ ଦୃଷ୍ଟି ସ୍ଥିର ରଖି ଅସ୍ଥିର ହୃଦୟକୁ ଶାନ୍ତ କରିନେଲା। ସ୍ଥିର କଣ୍ଠରେ ପ୍ରଶ୍ନ କଲା, କିଏ ତମେ କିଶୋରୀ? କୋମଳ ପଦ୍ମ କଳିକାଟିକୁ ପଥର ଦେବତାର ପାଦତଳେ ସମର୍ପି ଦେଇ କିଏ ତମକୁ ଦେବଦାସୀ ହେବାର ନିଷ୍ଠୁର ଆଦେଶ ଦେଇଛି? କିଶୋରୀ ନିରୁତ୍ତରା। ସେ କ'ଣ ମୌନାବତୀ? କିଶୋରୀ ପାଇଁ କମଳ ମହାରଣାର ହୃଦୟରେ କୋମଳ ସ୍ପନ୍ଦନଟିଏ ମୃଦୁ ଛନ୍ଦରେ ନାଚି ଉଠୁଥାଏ। ହାୟ ଦେବଦାସୀ! ସମର୍ପିତ ତାର ସମଗ୍ର ଜୀବନ ପାଷାଣ ଦେବତାର ପାଦତଳେ ଉତ୍ସର୍ଗୀକୃତ ତାର ଯୌବନ। ଏ ପୃଥିବୀର ପାର୍ଥିବ ସୁଖ, ଆନନ୍ଦ, କାମନା, ବାସନା, ପ୍ରେମ, ବିବାହ, ମାତୃତ୍ୱ ସବୁ ତା ପାଇଁ ନିଷିଦ୍ଧ, ସାମାଜିକ ନିୟମ ବହିର୍ଭୂତ। ଦେବଦାସୀ ହେଉଛି ଦେବତାର ପତ୍ନୀ, ଦେବତାର ଦାସୀ। ଦେବଦାସୀ ମନ୍ଦିରର ନର୍ତ୍ତକୀ, ଦେବତାର ମନୋରଞ୍ଜନକାରିଣୀ। କିନ୍ତୁ ଦେବଦାସୀର ବି ଗୋଟିଏ ମନ ଅଛି, ହୃଦୟ ଅଛି। ସେ ହୃଦୟରେ ଅଛି କାମନା, ବାସନା, ମାତୃତ୍ୱର ଲାଳସା, ଘର ବାନ୍ଧିବାର ସୁଖ ସ୍ୱପ୍ନ। ଏକଥା ଭାବିବାରେ ବି ପାପ ହୁଏ। ଦେବଦାସୀ ଶରୀର ସର୍ବସ୍ୱ ନାରୀ। ତାର ସୁନ୍ଦର ସୁଠାମ ଦେହଟିର ସୁରକ୍ଷା ପାଇଁ ମନ୍ଦିର ତରଫରୁ ଜମି, ଘର, ଅନ୍ୟାନ୍ୟ ସମ୍ପତ୍ତି ଖଞ୍ଜା ହୋଇ ରହିଛି। ଦେବଦାସୀର ଅଭାବ କ'ଣ? ଶରୀର ରକ୍ଷା ନିମନ୍ତେ ତାର ସବୁ ଆବଶ୍ୟକତା ମହାରାଜା ପୂରଣ କରନ୍ତି। ଦେବଦାସୀ ଅନେକ ସମ୍ପତ୍ତିର ଅଧିକାରିଣୀ। ସେ ସମ୍ପତ୍ତି ଲୋଭରେ ଦରିଦ୍ର ପିତାମାନେ କନ୍ୟାମାନଙ୍କୁ ଦେବତାର ପାଦତଳେ ଉତ୍ସର୍ଗ କରିଦିଅନ୍ତି ଏବଂ ତାରି ଉତ୍ସର୍ଗୀକୃତ ଜୀବନକୁ ଆଶ୍ରୟ କରି ବଞ୍ଚିଯାଆନ୍ତି ଆଉ କେତୋଟି ପ୍ରାଣୀ। ଚୋଡ଼ଗଙ୍ଗ ଦେବଙ୍କ ରାଜତ୍ୱ କାଳରୁ ପ୍ରଭୁ ଜଗନ୍ନାଥଙ୍କର ମନ୍ଦିରରେ ଦେବଦାସୀର ପ୍ରଚଳନ ହେଇଛି। ଏ ପୁଣି କେଉଁ ଦେବଦାସୀ? ଏକ ବିଳାସପୂର୍ଣ୍ଣ ଲଳିତ ଭଙ୍ଗୀରେ ସ୍ଥିର ହୋଇ ରହିଥାଏ ଲାସ୍ୟମୟୀ କିଶୋରୀ। ଉଦୟ ସୂର୍ଯ୍ୟର ଲାଲ ରଙ୍ଗ କିଶୋରୀର ଚମ୍ପକ ବର୍ଣ୍ଣରେ ଲଜ୍ଜାର ଅରୁଣିମା ବୋଳି ଦେଉଥାଏ। କିନ୍ତୁ କିଶୋରୀ ମୁଖରେ ଏକ ଅପୂର୍ବ ସ୍ୱର୍ଗୀୟ ଦୀପ୍ତି ଉଦ୍ଭାସିତ ହେଉଥାଏ। କିଏ ତୁମେ କିଶୋରୀ? କେଉଁ ମନ୍ଦିରର ଦେବଦାସୀ ତୁମେ? କେଉଁ ଦେବତାର ପାଦତଳେ ତୁମେ ଅର୍ପିତା? କମଳ ମହାରଣା କୋମଳ, ନମ୍ର, ମଧୁର ସ୍ୱରରେ ପ୍ରଶ୍ନ କଲା। ମୃଦୁ ସମୀରଣରେ ଫୁଲର ପାଖୁଡ଼ା ଅଳ୍ପ କମ୍ପି ଉଠିଲା। ବୀଣାର ରାଗିଣୀଟିଏ ଅତି ମନ୍ଦ ମନ୍ତ୍ର ସ୍ୱରରେ ଝରିଗଲା। ମୁଁ ଶିଳ୍ପୀ, ନୃତ୍ୟଗୁରୁ ସୌମ୍ୟ ଶ୍ରୀଦତ୍ତଙ୍କର କନ୍ୟା, ସୂର୍ଯ୍ୟ ଦେବତାଙ୍କର ପାଦତଳେ ମୁଁ ସମର୍ପିତା। କମଳ ମହାରଣା ତରୁଣ ହୃଦୟର ମୃଦୁ ତରଙ୍ଗ ନିସ୍ତବ୍ଧ ହୋଇଗଲା କ୍ଷଣକରେ। ନୃତ୍ୟଗୁରୁ କନ୍ୟା ଶିଳ୍ପୀ ପ୍ରତି ତାର ମନରେ ସମ୍ଭ୍ରମ ଜାଗିଲା। ସେ ଗମ୍ଭୀର ସ୍ୱରରେ କହିଲା,
ପ୍ରତିରୂପ ହେବା ପାଇଁ ତୁମକୁ କ'ଣ ପିତାଙ୍କର ଆଦେଶ ହେଇଛି? ଏ କିନ୍ତୁ ଖୁବ୍ କଷ୍ଟକର କାମ। ଏକାଗ୍ରତା, ଧୈର୍ଯ୍ୟ, ନିଷ୍ଠା ଏବଂ ଅନୁରାଗ ନଥିଲେ ଘଣ୍ଟା ଘଣ୍ଟା ଧରି ଏକ ସ୍ଥାନରେ ଗୋଟିଏ ଭଙ୍ଗୀରେ ଅବସ୍ଥାନ କରିବା ଖୁବ୍ କଷ୍ଟକର ମନେ ହେବ। ତମେ ପାରିବ ତ କିଶୋରୀ? ଶିଳ୍ପା ଅଳ୍ପ ହସି କହିଲା, ପାରିବେ ଶିଳ୍ପୀ, ନିଶ୍ଚୟ ପାରିବି। ସ୍ୱଇଚ୍ଛାରେ ମୁଁ ଆସିଛି ନାଟମନ୍ଦିରର ନୃତ୍ୟମୂର୍ତ୍ତିମାନଙ୍କର ପ୍ରତିରୂପ ହେବା ପାଇଁ। ପିତାଙ୍କର ଅଜ୍ଞାତରେ ମୁଁ ସୂର୍ଯ୍ୟଦେବଙ୍କ ଚରଣରେ ନିଜକୁ ନିବେଦିତ କରିଛି। ଜଗତ ବିଖ୍ୟାତ ସୂର୍ଯ୍ୟ ମନ୍ଦିର ନିର୍ମାଣରେ ମୋର ଯଦି କିଛି ଅବଦାନ ରହେ ମୁଁ ନିଜକୁ ଧନ୍ୟ ମନେ କରିବି, କିଶୋରୀ କହିଲା। କମଳ ମହାରଣାର ସ୍ଥିର ହୋଇ ଆସୁଥିବା ଚିତ୍ତ ଚହଲି ଉଠିଲା। ସେ କହିଲା, ପିତାଙ୍କର ଅଜ୍ଞାତରେ ତମ ଭଳି କିଶୋରୀ କନ୍ୟା ଶିଳ୍ପୀ ଆକାରରେ ପ୍ରତିରୂପ ହେବା ପାଇଁ ଆଗେଇ ଆସିବା ଅନୁଚିତ। କୋଣାର୍କର ଶିଳାଖଣ୍ଡ ଭିତରେ ଯୁଗ ଯୁଗ ପାଇଁ ମୁଁ ବି ବଞ୍ଚି ରହିବାକୁ ଚାହେଁ। ଶିଳ୍ପୀ, ମୋତେ ପ୍ରତିରୂପ ଭାବରେ ଗ୍ରହଣ କରନ୍ତୁ। ରାଜାଙ୍କର ଇଚ୍ଛା ପୂର୍ଣ୍ଣ ହେଲେ ଜଗନ୍ନାଥଙ୍କର ଇଚ୍ଛା ପୂର୍ଣ୍ଣ ହେବ। ଜଗନ୍ନାଥଙ୍କ ଚରଣରେ ଏ ହେଉଛି ମୋର ପ୍ରଥମ ଭକ୍ତି ଅର୍ଘ୍ୟ। କମଳ ମହାରଣା ଉଲ୍ଲସିତ କଣ୍ଠରେ କହିଲା, କିନ୍ତୁ କିଶୋରୀ, ତମେ କ'ଣ ଶାସ୍ତ୍ର ଅନୁମୋଦିତ ନୃତ୍ୟକଳା ଶିକ୍ଷା କରିଛ? ଶିଳ୍ପା ଅଳ୍ପ ହସି କହିଲା, ବିଧିବଦ୍ଧ ଭାବରେ ନୃତ୍ୟଶିକ୍ଷା କରିନାହିଁ ସତ, ମାତ୍ର ପିତା ନୃତ୍ୟଶିକ୍ଷା ଦେବା ସମୟରେ ସବୁ ଧ୍ୟାନ ଦେଇ ଦେଖି ଦେଖି ମୁଁ ନିଜେ ନୃତ୍ୟକଳା ଅଭ୍ୟାସ କରିଛି। ମୋର ବିଶ୍ୱାସ ପିତାଙ୍କ ପରିକଳ୍ପିତ ନାଟମନ୍ଦିରର ନୃତ୍ୟମୂର୍ତ୍ତି ପାଇଁ ପ୍ରତିରୂପ ହୋଇପାରିବି। ଆପଣ ମୋ ଉପରେ ଆସ୍ଥା ରଖନ୍ତୁ। କମଳ ମହାରଣା ଗଭୀର ପ୍ରତ୍ୟୟଭରା ସ୍ୱରରେ କହିଲା, ତମ ଉପରେ ଆସ୍ଥା କରିବାର ମୋର ଆପତ୍ତି ନାହିଁ କିଶୋରୀ, ମାତ୍ର ତୁମର ପିତା ଏଥିରେ ଆପତ୍ତି କରିବେ ନାହିଁ ତ? ଶିଳ୍ପା ମଧୁର ସ୍ୱରରେ କହିଲା, ମୁଁ ହେଉଛି ନୃତ୍ୟଗୁରୁ ସୌମ୍ୟ ଶ୍ରୀ ଦତ୍ତଙ୍କର ନୃତ୍ୟକଳା। ମୋତେ ନ ଦେଖିଲେ ତାଙ୍କର ନୃତ୍ୟବିଦ୍ୟା ବିସ୍ମରଣ ହୁଏ। ମୋର ମୁଖ, ଆଖି, ଚରଣର ଛନ୍ଦ ତାଙ୍କ ଭିତରେ ସଙ୍ଗୀତ ସୃଷ୍ଟି କରେ। ସେ ମୋତେ ଡାକନ୍ତି କଳା। ସେ କହନ୍ତି ତାଙ୍କଠାରୁ ମୁଁ ଅନ୍ତର ହୋଇଗଲେ ତାଙ୍କର କଳାହରଣ ହୋଇଯିବ। ମୋର ଜନ୍ମ ପରେ ହିଁ ତାଙ୍କ ନୃତ୍ୟକଳାର ଉତ୍କର୍ଷ ସାଧନ ହୋଇଛି। ମୁଁ ତାଙ୍କର ପ୍ରେରଣାର ଉତ୍ସ। ମୋତେ ଛାଡ଼ି ସେ ରହିବେ କିପରି? ସେଥିପାଇଁ ମୋ ସ୍ୱଇଚ୍ଛାରେ ନିଜକୁ ସୂର୍ଯ୍ୟଙ୍କ ପାଦପଦ୍ମରେ ନିବେଦିତ କରିଛି। ସୂର୍ଯ୍ୟ ମନ୍ଦିର ନିର୍ମାଣ ପରେ ମୁଁ ଦେବଦାସୀର ଜୀବନ କାଟିବି। ପିତା ହେବେ ମୋର ସାରା ଜୀବନର ଗୁରୁ, ମୁଁ ହେବି ତାଙ୍କର ନୃତ୍ୟକଳାର ପ୍ରେରଣା। ଥରେ ଯେତେବେଳେ ନିଜକୁ ସୂର୍ଯ୍ୟଙ୍କ ଶକ୍ତି ପାଖରେ ମୁଁ ସମର୍ପଣ କରିଛି, ପିତା ମୋତେ ଫେରାଇ ଆଣିବାର ପ୍ରୟାସ କରିବେ ନାହିଁ। କମଳ ମହାରଣା ବିଚଳିତ ହେଲା। ଏଇ ସରଳା କିଶୋରୀ ଝିଅଟି ପିତୃପ୍ରେମରେ ଏବେ ଅନ୍ଧ ହେଇଛି, ଅଥଚ ବୟସର ଆହ୍ଲାଦରେ ଏଇ ପୁଣି ମୌସୁମୀ ସ୍ପର୍ଶରେ ଗୃହଛଡ଼ା ହେଇ ସାଗର ବୁକୁରେ ବର୍ଷିଯିବା ପାଇଁ ଆତୁର ହୋଇଉଠିବ, ପାଗଳନୀ ପାଲଟିଯିବ। ସେ କଥା ଏ ଅବୋଧ ବାଳିକା ଏବେ ବୁଝେ ନାହିଁ। ଭାବପ୍ରବଣତା ଭାସିଯାଇ ଏତେ ବଡ଼ ପ୍ରତିଜ୍ଞାଟି କରିପକାଇବା କେଡ଼େ ଅନୁଚିତ। କମଳ ମହାରଣା ଅଭିଭାବକ ଭଳି ସ୍ୱରକୁ ଗମ୍ଭୀର କରି କହିଲା, କିଶୋରୀ, ତମେ ତ ଜୀବନ ସଙ୍ଗୀତର ସ୍ୱର ଏବେ ବି ଶୁଣିନାହଁ। ସେ ସ୍ୱରକୁ ତୁମେ ମୂର୍ଚ୍ଛନା ତମର ପ୍ରତିଜ୍ଞାକୁ ଚୂର୍ଣ୍ଣ କରିଦେବ। ଜୀବନକୁ ନ ବୁଝି ଏତେ ବଡ଼ ପ୍ରତିଜ୍ଞା କର ନାହିଁ। ଶିଳ୍ପା ମୃଦୁ ହସିଲା। ପୂର୍ବ ଆକାଶର ଲୋହିତ ଉଜ୍ଜଳ ଆଭା ନୀଳ ଆକାଶକୁ ଧୀରେ ଧୀରେ ଆଲୋକରଞ୍ଜିତ କରିଦେବା ଭଳି ଶିଳ୍ପାର ମଧୁର ଲଜ୍ଜାସିକ୍ତ ମୃଦୁ ହସ ତାର ସମଗ୍ର ମୁଖମଣ୍ଡଳକୁ ଅନିବର୍ଚ୍ଛନୀୟ ମାଧୁରୀରେ ଭରିଦେଲା। ତରୁଣ କମଳ ମହାରଣା ଧୀରେ ଧୀରେ ଆତ୍ମବିସ୍ମୃତ ହେଉଥାଏ। ତାର ଅତୀତ, ଭବିଷ୍ୟତ, କର୍ମ, କର୍ତ୍ତବ୍ୟ, ରାଜାଜ୍ଞା, ନୃତ୍ୟଗୁରୁଙ୍କ ନିର୍ଦ୍ଦେଶ ସବୁକିଛି ସ୍ମରଣ ହୋଇଯାଉଥାଏ। ସେ ବିମୂଢ଼ ହେଇ ଚାହିଁଥାଏ, ଦୃଷ୍ଟି ସ୍ଥିର, ହୃଦୟ ଅସ୍ଥିର, ପ୍ରଶାନ୍ତ ମୁଖଭଙ୍ଗୀ, ଅଶାନ୍ତ ପ୍ରାଣସତ୍ତା। ଶିଳ୍ପା ସକୁଚିତ ଭଙ୍ଗୀରେ କହିଲା, ଜାଣେନା ଆପଣ ବିବାହ କରିଛନ୍ତି କି ନା, କିନ୍ତୁ 1200 ଶିଳ୍ପୀଙ୍କ ଭିତରେ ଅନେକ ବିବାହିତ ତରୁଣ କିଶୋରୀ ପତ୍ନୀମାନଙ୍କୁ ପଛ କରି ଦେଶ କାମରେ ମନପ୍ରାଣ ଢାଳି ଦେଇଛନ୍ତି। କେହି ହୁଏତ ସ୍ତ୍ରୀକୁ ଦେଖିଛି, କେହି ଦେଖିନାହିଁ। ସେମାନେ 16 ବର୍ଷ ଧରି ଏକାଗ୍ର ଚିତ୍ତରେ କାମ କରିବେ। ଫେରିଗଲା ବେଳକୁ ଦେହରୁ ମନରୁ ବସନ୍ତ ବିଦାୟ ନେଇଯାଇଥିବ। ଜୀବନର ସୁନ୍ଦର, ଦୁର୍ଲଭ, ସର୍ବଶ୍ରେଷ୍ଠ ସମୟ ଝରିଯାଇଥିବ। ସେମାନେ ଏବଂ ତାଙ୍କର ସ୍ତ୍ରୀମାନେ ଯଦି ଏବେ ତ୍ୟାଗ ସ୍ୱୀକାର କରିପାରନ୍ତି, ମୁଁ କାହିଁକି ପାରିବି ନାହିଁ?
କଳିଙ୍ଗ ତ୍ୟାଗର ଦେଶ, ଉତ୍ସର୍ଗର ଦେଶ, ପବିତ୍ର ସମର୍ପଣର ଦେଶ। ମୁଁ କ'ଣ କଳିଙ୍ଗ କନ୍ୟା ନୁହେଁ? କମଳ ମହାରଣା ସମ୍ମୋହିତ ହୋଇପଡ଼ୁଛି ବେଳୁବେଳ। ସେ ସ୍ୱର୍ଗୀୟ ପ୍ରେମୋଚ୍ଛ୍ୱାସରେ ରୋମାଞ୍ଚିତ ହେଉଛି। ସେ ଅନୁଭବ କରୁଛି ଏ କେଶରୀ ବ୍ୟତୀତ କୋଣାର୍କ ନିଶ୍ଚୟ ଅପୂର୍ଣ୍ଣ ରହିଯିବ। କୋଣାର୍କର ଶିଳାଖଣ୍ଡରେ ସ୍ଥାପତ୍ୟ ଏବଂ ଭାସ୍କର୍ଯ୍ୟର ଉତ୍କର୍ଷତା ଫୁଟାଇବା ଏ କେଶରୀଟି ଭିନ୍ନ ଯେମିତି ସମ୍ଭବ ନୁହେଁ। ଏ କେଶରୀଟିକୁ ଆଖି ଆଗରେ ନ ରଖିଲେ କମଳ ମହାରଣାର ନିହାଣ ଯେମିତି ଅବିଚଳିତ ହୋଇ ରହିଯିବ ଚିରଦିନ ପାଇଁ। କମଳ ମହାରଣା କୃତଜ୍ଞତା ଭରା ସ୍ୱରରେ କହିଲା, କିଶୋରୀ, ତମକୁ କୋଳରେ ଧରି ଉତ୍କଳ ଧନ୍ୟ ହେଇଛି। ତମ ରୂପ ଗୁଣ ମହନୀୟତାର ସଂଜ୍ଞା ନିରୂପଣ ନ କରି ହୁଏନା। ଶିଳ୍ପୀ ହସିଲା। ଆକାଶରୁ ସୂର୍ଯ୍ୟାଲୋକ ବିଛା ହୋଇ ପଡ଼ିଲା ପୃଥିବୀ ଉପର ସେଇ ନିଷ୍ପାପ୍ୟ ହାସ୍ୟରେଖା ସଙ୍ଗେ ମିଶି। କମଳ ମହାରଣା ସ୍ୱର୍ଗତାକ୍ତି କରୁଥିଲା। କିଶୋରୀ, ନିଖୁଣ ଚିତ୍ର ଯଦି କୋଣାର୍କର ଶିଳାଖଣ୍ଡରେ ଫୁଟାଇ ପାରେ, ତେବେ ମୁଁ ହେବି ଧନ୍ୟ। ଧନ୍ୟ ହେବେ ଉତ୍କଳୀୟ ଶିଳ୍ପୀ। ତମ ପାଖରେ ମୁଁ କୃତଜ୍ଞତା ପାଶରେ ବନ୍ଧା ହୋଇ ରହିବି। ତମେ ଯଦି ତମର ଏହି ସୁଗଠିତ ଅବୟବ ଲଳିତ କୋମଳ ଭଙ୍ଗୀ ନୈସର୍ଗିକ ସୌନ୍ଦର୍ଯ୍ୟ ଅକଳ୍ପନୀୟ ଭାବମୁଦ୍ରାକୁ ସ୍ୱଚକ୍ଷୁରେ ଦେଖିପାରନ୍ତ, ତେବେ ସିନା ତମେ ବୁଝନ୍ତ ତମେ କ'ଣ। କମଳ ମହାରଣାର କଳ୍ପନା ରୂପ ପାଉଥିଲା ଶିଳାରେ। 700 ବର୍ଷ ତଳର ଉତ୍କଳୀୟ ସ୍ଥପତି କମଳ ମହାରଣା ତାଳପତ୍ର ପୋଥିରେ ଲେଖିଯାଇଛି ନିଜ ଜୀବନର ଇତିହାସ। ଶିଳ୍ପୀ ଜୀବନର ଇତିହାସ ଭିତରେ କୋଣାର୍କର ଇତିହାସ ଲିପିବଦ୍ଧ ହୋଇଯାଇଛି ଆପେ ଆପେ। ଜୀବନର ସବୁ ସତ୍ୟ, ସବୁ ସ୍ୱପ୍ନ ତୁଚ୍ଛ ହୋଇଯାଇଥିଲା କୋଣାର୍କ ସମ୍ପୂର୍ଣ୍ଣ କରିବାର ଆଶାର ଆଗରେ। କୋଣାର୍କ ଶେଷରେ ହୋଇଗଲା କମଳ ମହାରଣା ଭଳି 1200 ଶିଳ୍ପୀଙ୍କର ଜୀବନ। ସେହି ଜୀବନ ଇତିହାସକୁ ତନ୍ନ ତନ୍ନ କରି ବିସର୍ଜିତ କରୁଅଛି ଆମରିକ ସ୍ଥପତି ଚାର୍ଲ୍ସ। ପ୍ରାଚ୍ୟ ଏବଂ ପାଶ୍ଚାତ୍ୟର ଜୀବନଧାରାକୁ ସେ ତନ୍ନ ତନ୍ନ କରି ମିଳାଇ ଦେଖୁଛି। ପ୍ରାଚ୍ୟ ଓ ପ୍ରାଚୀ ପ୍ରଭାବ ଧୀରେ ଧୀରେ ତାକୁ ଆକର୍ଷଣ କରୁଛନ୍ତି, ପରାଜିତ କରୁଛନ୍ତି। ଏ ପରାଜୟରେ ବି ଯେମିତି ଗୋଟାଏ ବିଜୟର ଆନନ୍ଦ ଅଛି। ଗବେଷଣା ପାଠକୁ ସେ ଭଲ ପାଇ ବସିଛି। ଭଲ ପାଇ ବସିଛି ସେ ଦେଶର ସଂସ୍କୃତି, ସାହିତ୍ୟ, ନୃତ୍ୟ, ସଙ୍ଗୀତ ଏବଂ ଜୀବନଧାରାକୁ। ଭଲ ପାଇ ବସିଛି ଏ ଦେଶର ଫୁଲ ଓ ଫୁଲ ବିକାଳି ଝିଅ ଚିତ୍ରୋତ୍ପଳାକୁ। ସେ ଦେଶର ଚିତ୍ର ଏବଂ ଚିତ୍ର ବିକାଳି ବାଳକ ଧର୍ମାନନ୍ଦକୁ। ସେ ଦେଶର ସଙ୍ଗୀତ ଏବଂ ସଙ୍ଗୀତମୟୀ ନାରୀ ପ୍ରାଚୀପ୍ରଭାକୁ। ଏ ଚାର୍ଲ୍ସ ହୃଦୟର ଉଦାରତାର ନିଦର୍ଶନ। ଶ୍ରୀ ଜୟଦେବ ଗୀତଗୋବିନ୍ଦର କାନ୍ତ କୋମଳ ପଦାବଳୀ ପ୍ରାଚୀପ୍ରଭାର ଲଳିତ କଣ୍ଠସ୍ୱରରେ ଶ୍ରୁତିମଞ୍ଜୁଳ ହୋଇଉଠେ। ସଂସ୍କୃତ ଭାଷାରେ ଏ ଗୀତିକାବ୍ୟର ଅଲୌକିକ ଭାବବିନ୍ୟାସ ଚାର୍ଲ୍ସ ଆଜିକାଲି ବୁଝିପାରେ। ପ୍ରାଚୀପ୍ରଭାର କଣ୍ଠନିଃସୃତ ଗୀତି ମାଧୁରୀରେ ଚାର୍ଲ୍ସ ବିମୁଗ୍ଧ ହୋଇପାରେ। ବସନ୍ତ ଲତା ପରି ସଙ୍ଗୀତର ସ୍ୱର ଚାର୍ଲ୍ସର ଯାଯାବରୀ ମନର ଟାଙ୍ଗରା ଭୂଇଁରେ ଲତେଇ ଲତେଇ ପୁଷ୍ପିତା ହୋଇଯାଏ। ପ୍ରାଚୀପ୍ରଭାର କଣ୍ଠସ୍ୱର ହିଁ ଯେମିତି ସବୁକିଛି ଅବୋଧ୍ୟକୁ ଅର୍ଥ କରିଦିଏ। ଚାରୁକଳାଙ୍କ ଠାକୁର ଘରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ 3 ବିଗ୍ରହ ପୂଜା ପାଆନ୍ତି। ସେଠାକୁ ମଧ୍ୟ ଚାର୍ଲ୍ସର ପ୍ରବେଶ ନିଷେଧ। ବାହାରେ ରହି ଚାର୍ଲ୍ସ ପ୍ରାଚୀପ୍ରଭାର ସଙ୍ଗୀତ ଶୁଣେ। ଜଗନ୍ନାଥଙ୍କ ସେହି ଅସମ୍ପୂର୍ଣ୍ଣ ବିଗ୍ରହ ସାମ୍ନାରେ ଆଖି ବୁଜି ତନ୍ମୟ ହୋଇ ପ୍ରାଚୀପ୍ରଭା ଗୀତଗୋବିନ୍ଦ ଗାନ କରୁଥାଏ। ଗୀତ ଗାଉ ଗାଉ ପ୍ରାଚୀପ୍ରଭାର ଆଖିରୁ ଝର ଝର ଅଶ୍ରୁର ଝର। ଚାରୁକଳା ଏବଂ ଦୀନବନ୍ଧୁ ଗୀତ ଶୁଣୁ ଶୁଣୁ ଅଶ୍ରୁଭରା ନୟନରେ ଜଗନ୍ନାଥଙ୍କୁ ଚାହିଁ ରହିଥାନ୍ତି। ଆଖିରେ ପଲକ ପଡ଼େ ନାହିଁ। ବାହାର ଜଗତଠାରୁ ସେ ଯେମିତି ବିଚ୍ଛିନ୍ନ ହୋଇପଡ଼େ ସେତିକି ସମୟ। ଚାର୍ଲ୍ସ ଆଶ୍ଚର୍ଯ୍ୟ ହୋଇ ଭାବେ, ପ୍ରାଚୀପ୍ରଭାର ଦୁଃଖ କ'ଣ? ଜଗନ୍ନାଥଙ୍କ ପାଖରେ ସେ କାହିଁକି ଲୁହ ଢାଳେ? ନିଜ ମନର ସନ୍ଦେହ ସେ ପ୍ରାଚୀପ୍ରଭାକୁ କହିଦିଏ। ପ୍ରାଚୀ ହସିଦେଇ କହେ, ଦୁଃଖରେ ନୁହେଁ, ସୁଖରେ ହିଁ ଆଖିରୁ ଅଶ୍ରୁ ଝରେ। ଗୀତଗୋବିନ୍ଦ ଗାଇବାର ଆନନ୍ଦ, ଗୀତଗୋବିନ୍ଦ ଶୁଣିବାର ଆନନ୍ଦ ତୁମେ ବୁଝ ନାହିଁ ଚାର୍ଲ୍ସ। ତମେ ତ ପାଶ୍ଚାତ୍ୟ ସଙ୍ଗୀତ ଶୁଣିବାରେ ଅଭ୍ୟସ୍ତ। ପ୍ରତିଦିନ ଜଗନ୍ନାଥ ବିଗ୍ରହ ସାମ୍ନାରେ ଭକ୍ତି ରସାତ୍ମକ ଗୀତ ଗାଉ ଗାଉ ପ୍ରାଚୀ ବୟସର ତରୁଣୀ ଯେ କେଉଁ ସୁଖର ଆଧିକ୍ୟରେ ଅଶ୍ରୁପାତ କରେ, ସେ କଥା ଚାର୍ଲ୍ସ ବୁଝିପାରେ ନାହିଁ। ସେ କେବଳ ବୁଝେ ଯେଉଁ ବୟସରେ ପ୍ରାଚୀ କୌଣସି ମନମତ ପୁରୁଷକୁ ପ୍ରେମ କରିବାର କଥା, ସେ ବୟସରେ ସେ ନିହାତି ଅସ୍ୱାଭାବିକ ଭାବରେ ମୈତ୍ରୀ ଦେବତା ଜଗନ୍ନାଥଙ୍କୁ ପ୍ରେମ କରେ। ସେ କହେ, ଜଗନ୍ନାଥ ମୋର ସ୍ୱାମୀ, ମୋର ପ୍ରଭୁ, ମୋର ଇଷ୍ଟଦେବ। ପ୍ରାଚୀ ମୁହଁରେ ଗଭୀର ଦର୍ଶନ ଶୁଣି ଚାର୍ଲ୍ସ ଅବାକ୍ ହୁଏ।
ପ୍ରାଚୀ କହେ ସଙ୍ଗୀତର ମୂଳ ତତ୍ତ୍ୱ ହେଉଛି ଆନନ୍ଦ ପ୍ରାପ୍ତି। ଏହି ଆନନ୍ଦ ସ୍ଥୂଳରୁ ସୂକ୍ଷ୍ମ ଏବଂ କ୍ରମେ ସୂକ୍ଷ୍ମତମ ହେଇ ଚିଦାନନ୍ଦ ଏବଂ ଅବଶେଷରେ ବ୍ରହ୍ମାନନ୍ଦରେ ଉପନୀତ ହୁଏ। ସଙ୍ଗୀତ ଚିତ୍ତବୃତ୍ତିକୁ ସ୍ଥିର କରେ ଏବଂ ଈଶ୍ୱର ପ୍ରାପ୍ତି କରାଏ, କାରଣ ଈଶ୍ୱର ହେଉଛନ୍ତି ସଙ୍ଗୀତମୟ ସଚ୍ଚିଦାନନ୍ଦ। ଆନନ୍ଦମୟଙ୍କ ପାଖରେ ପହଞ୍ଚିବା ପାଇଁ ଆନନ୍ଦମୟ ମାର୍ଗ ହେଉଛି ସଙ୍ଗୀତ। ତେଣୁ ମୁଁ ଗାଏ। ଚାର୍ଲ୍ସ ଭାବେ ପ୍ରାଚୀ କ'ଣ ଜଣେ ଦେବଦାସୀ? ସେ କ'ଣ ଜଗନ୍ନାଥଙ୍କ ଶ୍ରୀଚରଣରେ ନିବେଦିତା? ତା ପାଇଁ କ'ଣ ଆଉ କିଛି କାମନା, ବାସନା ଏବଂ ସୁଖକର କଳ୍ପନା ନିଷିଦ୍ଧ? ଏବେ ମଧ୍ୟ କ'ଣ ଜଗନ୍ନାଥ ମାଧ୍ୟମରେ ଦେବଦାସୀ ପ୍ରଥା ପ୍ରଚଳିତ ରହିଛି? ଚାର୍ଲ୍ସର ଏସବୁ ପ୍ରଶ୍ନକୁ ଏଡ଼ାଇ ଯାଇ ପ୍ରାଚୀ କେବଳ ଉତ୍ତର ଦିଏ, ଜଗନ୍ନାଥ ସ୍ୱୟଂ ସମ୍ପୂର୍ଣ୍ଣ। ତାଙ୍କ ପାଖରେ ଅପୂର୍ଣ୍ଣତା ଲେଶମାତ୍ର ଚିହ୍ନ ନାହିଁ। ସେ ମିଳିଲେ ସବୁ କିଛି ମିଳିଯାଏ। ଜଗନ୍ନାଥଙ୍କ ଭିତରେ ମୁଁ ପୂର୍ଣ୍ଣତା ଖୋଜେ, ତେଣୁ ତାଙ୍କ ପାଖରେ ମୁଁ ନିଜକୁ ଅର୍ପଣ କରିଛି। ଚାର୍ଲ୍ସ ଭାବେ ତା ଦେଶ ହୋଇଥିଲେ ପ୍ରାଚୀକୁ ଯେକୌଣସି ମାନସିକ ରୋଗୀ ବିଶେଷଜ୍ଞକୁ ଦେଖାଇଥାନ୍ତା। ପ୍ରାଚୀ ମୁହଁରେ ଏତେ ଦୂର ଭଗବତ ପ୍ରେମ ଖୁବ୍ ଅପ୍ରାକୃତିକ ମନେ ହୁଏ। ବେଳେବେଳେ ଚାର୍ଲ୍ସ ଭାବେ ନିଜ ଭିତରର କୌଣସି ଏକ ଗୁରୁତର ଅଭାବବୋଧକୁ ଭୁଲିଯିବା ପାଇଁ ପ୍ରାଚୀ ଯେମିତି ଜଗନ୍ନାଥଙ୍କୁ ଜାବୁଡ଼ି ଧରିଛି। କୋଣାର୍କ କାନ୍ଥରେ ଜଗନ୍ନାଥ ଏବଂ ମହିଷ ମର୍ଦ୍ଦିନୀ ମୂର୍ତ୍ତି ସାମ୍ନାରେ ପ୍ରାଚୀ ପଣତ ଭଙ୍ଗୀରେ ଠିଆ ହୋଇଛି। ମୁଖଶାଳାର ଦକ୍ଷିଣ ପାର୍ଶ୍ୱ ପୀଠରେ ଅଂଶରେ ଜଗନ୍ନାଥ ଏବଂ ମହିଷ ମର୍ଦ୍ଦିନୀ ଦୁର୍ଗା ମୂର୍ତ୍ତି ଏହି କାରୁକାର୍ଯ୍ୟ ଖଚିତ ପୀଠ ଉପରେ ସ୍ଥାପିତ ହୋଇଛନ୍ତି। କୋଣାର୍କ ମ୍ୟୁଜିୟମରେ ସଂରକ୍ଷିତ କଳାମୁଗୁନି ପଥର ଶିବ ଜଗନ୍ନାଥ ଦୁର୍ଗା ମୂର୍ତ୍ତିଙ୍କ ପାଖରେ ମଧ୍ୟ ପ୍ରାଚୀ ଏମିତି ନିର୍ବାକ୍ ହୋଇ ଠିଆ ହୁଏ। ସେ ଜଗନ୍ନାଥଙ୍କ ଭିତରେ ନିମଗ୍ନ ହୋଇଯାଏ କି ଆତ୍ମମଗ୍ନ ହୋଇଯାଏ, ବୁଝି ହୁଏ ନାହିଁ। ଜଗନ୍ନାଥ ଯେମିତି ଏକ ରହସ୍ୟ ଡୋରିରେ ପ୍ରାଚୀର ଜୀବନ ସହ ଛନ୍ଦି ହୋଇଯାଇଛନ୍ତି କେଉଁ ଅନାଦି କାଳରୁ। ଚାର୍ଲ୍ସ ପଚାରେ, ଜଗନ୍ନାଥଙ୍କୁ ଦେଖିଲେ ତମେ କାହିଁକି ଅନ୍ୟମନସ୍କ ହୋଇଯାଏ? କହିଛି ତ, ସେ ମୋର ସ୍ୱାମୀ। ପ୍ରାଚୀ ହସିଦେଇ ଆଗେଇ ଯାଏ। ଚାର୍ଲ୍ସ ତାକୁ ଅନୁସରଣ କରୁ କରୁ କୋଣାର୍କର କାନଭାସରେ ଉତ୍କଳୀୟ ଜୀବନ ଦୃଶ୍ୟ ଗୋଟିକ ପରେ ଗୋଟିଏ ଦେଖି ବିମୁଗ୍ଧ ହୁଏ, ବିସ୍ମିତ ହୁଏ। ସେ ଭାବେ ପ୍ରାଚୀ କ'ଣ ଅନ୍ୟ ଏକ ମୀରାବାଇ? ଏମିତି କ'ଣ ଦିନେ ସେ ଜଗନ୍ନାଥଙ୍କ ଭିତରେ ବିଲୀନ ହୋଇଯିବ ଜୀବନର ସବୁ ସତ୍ୟକୁ ପଛରେ ପକାଇ? କେବେ ଘର ଛାଡ଼ିଛି ଚାର୍ଲ୍ସର ଠିକ୍ ମନେ ପଡ଼େ ନାହିଁ, କାରଣ ଘର କାହାକୁ କୁହନ୍ତି ଚାର୍ଲ୍ସ ଠିକ୍ ଭାବରେ ଜାଣେ ନାହିଁ। ସେ ଭାବେ ଇଣ୍ଡିଆରେ ବାପା ମାଙ୍କ ପାଖରେ ଯେଉଁଦିନ ମା ତାଙ୍କୁ ସାଙ୍ଗରେ ଧରି ବାପାଙ୍କଠାରୁ ବିବାହ ବିଚ୍ଛେଦ କରାଇ ୱାସିଂଟନ ଫେରିଗଲେ, ସେଇଦିନଠାରୁ ତାର ଘର ନାହିଁ, ପରିବାର ନାହିଁ, ଆତ୍ମୀୟ ନାହିଁ। ମାଙ୍କର ନୂତନ ସ୍ୱାମୀ ଏବଂ ନୂତନ ଘର ସଂସାର ଭିତରେ ଚାର୍ଲ୍ସ ସବୁବେଳେ ନିଜକୁ ଜଣେ ଆଗନ୍ତୁକ ଭାବି ସାରିଛି। ଯେଉଁଦିନ ସେ ମାଙ୍କୁ ଛାଡ଼ି ସ୍ୱାଧୀନ ଜୀବନ କାଟିବା ପାଇଁ ଚାଲି ଆସିଲା, ସେଦିନଠାରୁ ସେ ମୁକ୍ତ, ଅବାଧ୍ୟ, ଯାଯାବର। ଇଣ୍ଡିଆର ପାରିବାରିକ ଜୀବନ ଚାର୍ଲ୍ସକୁ ଆକର୍ଷିତ କରେ। 9 ବର୍ଷ ବୟସ କଥା ସ୍ମରଣକୁ ଆସେ। ଛୋଟ ଗୋଟିଏ ବଙ୍ଗଳା, ତା ଭିତରେ ବାପା, ମା ଆଉ ଚାର୍ଲ୍ସ। ଜଣଙ୍କ ପାଇଁ ଆଉ ଜଣଙ୍କର ସ୍ନେହ, ମମତା, ଆଶା, ଆଶଙ୍କା, ଚିନ୍ତା, ଉଦ୍ବେଗ ଯେମିତି ସମସ୍ତଙ୍କୁ ଏକତ୍ର ବାନ୍ଧି ରଖିଥାଏ। ଯେମିତି କେହି କାହାକୁ ଛାଡ଼ି ବଞ୍ଚିପାରିବେ ନାହିଁ। ଗୋଟିଏ ବିନା ଅନ୍ୟଟିର ଜୀବନ ଯେମିତି ଅପୂର୍ଣ୍ଣ ଅସାର। ଦିନେ କିନ୍ତୁ ଚାର୍ଲ୍ସର ସବୁ ଧାରଣା ମିଛ ହୋଇଗଲା। ଚାର୍ଲ୍ସ ଦେଖିଲା ସେ ରାଜରାସ୍ତାରେ ଏକା ଏକା ଚାଲୁଛି। ତା ଦେଶରେ ତା ବୟସର ଅନେକ କିଶୋର କିଶୋରୀ ସେମିତି ଏକା ଏକା ଜୀବନର ମୁକାବିଲା କରନ୍ତି। କିନ୍ତୁ ଇଣ୍ଡିଆ ତା ଦେଶଠାରୁ ଅନେକ କଥାରେ ଭିନ୍ନ। ଦୀନବନ୍ଧୁ ବାବୁ ମଧ୍ୟ ଚାରୁକଳା ଏବେ ମଧ୍ୟ ତାଙ୍କର 24 ବର୍ଷ ବୟସ୍କ ସ୍ୱାବଲମ୍ବୀ ଉପାର୍ଜନକ୍ଷମ ପୁଅ ପାଇଁ ଚିନ୍ତିତ, ଉଦ୍ବିଗ୍ନ। ପ୍ରାଚୀ ପ୍ରଭା ସେମାନଙ୍କ ଝିଅ ନୁହେଁ, ଝିଆରୀ। ଚାରୁକଳାଙ୍କ ବଡ଼ ଭଉଣୀଙ୍କର ଝିଅ। ଅଥଚ ପ୍ରାଚୀପ୍ରଭା ପାଇଁ ସେମାନଙ୍କର ସ୍ନେହ, ଆଦର, ଚିନ୍ତା ଏବଂ ଉଦ୍ବେଗ ଚାର୍ଲ୍ସକୁ ବିସ୍ମିତ କରିଦିଏ। ବିସ୍ମିତ ହେଇ ଚାର୍ଲ୍ସ ଠିଆ ହୋଇଥାଏ ଗୋଟିଏ ଦୃଶ୍ୟ ଆଗରେ। ବଡ଼ ଦେଉଳର ଦକ୍ଷିଣ ପାର୍ଶ୍ୱ ପୀଠ ଦେହରେ ଚିତ୍ରଟି ଖୁବ୍ ଭାବରେ ଖୋଦିତ ହୋଇଛି। ଦୀର୍ଘଦିନ ବିଦେଶରେ କଟାଇ ପୁଅ ବୋହୂ ଏବେ ନାତି ଘରକୁ ଫେରି ଆସିଛନ୍ତି। ବୁଢ଼ୀମା ଆନନ୍ଦରେ ଅଧୀର ହୋଇ ପୁଅକୁ କୋଳାଗ୍ରତ କରୁଛି।
ବୋହୂ ଶାଶୁଙ୍କ ପାଦ ତଳେ ଭକ୍ତି ନିବେଦନ କରି ପ୍ରଣାମ କରୁଛି। ନାତି ବୁଢ଼ୀମାକୁ କୁଣ୍ଢାଇ ଧରି କାଖ ପାଖ ପାଇଁ ଅଳି କରୁଛି। ଏ ସୁନ୍ଦର ମିଳନ ଦୃଶ୍ୟଟି ଗୋଟିଏ ନିଖୁଣ ଫଟୋଗ୍ରାଫ ଭଳି କୋଣାର୍କ କାନ୍ଥରେ ଝୁଲୁଛି। ଭାରତୀୟ ପାରିବାରିକ ଜୀବନର ମହନୀୟତା ଘୋଷଣା କରୁଛି। ଚାର୍ଲ୍ସ ଭାବୁଥାଏ, ସେ ଯେଉଁଦିନ ୱାସିଂଟନ ଫେରିଯିବ ତାକୁ ପାଛୋଟି ନେବା ପାଇଁ ତାର ଶୂନ୍ୟ ଘରେ କେହି ନଥିବେ। ଏପରିକି ବାନ୍ଧବୀ ଲିଲିଆନ୍ ମଧ୍ୟ ତାକୁ ସ୍ୱାଗତ ଜଣାଇବା ପାଇଁ ଏରୋଡ୍ରମକୁ ଆସିବ ନାହିଁ। ଲିଲିଆନ୍ ଚିଠି ଲେଖିଛି, ଗୋଆ ବିଚ୍ରେ ସେ ବୟଫ୍ରେଣ୍ଡ ବ୍ରୁସ୍ ସହ ଅବାଧ ଜୀବନ କାଟୁଛି। ସେ ସୁଖ ଅବର୍ଣ୍ଣନୀୟ। ଚାର୍ଲ୍ସ ଯଦି ଗୋଆ ଆସେ ତେବେ ଚାର୍ଲ୍ସ ସହ ମଧ୍ୟ ଅବାଧରେ ବନ୍ଧୁତ୍ୱ ସ୍ଥାପନ କରିବ। ଏହି ମର୍ମରେ ଚିଠିଟିଏ ଲେଖିଥିଲା ଲିଲିଆନ୍। ଚାର୍ଲ୍ସ କିଛି ଉତ୍ତର ଦେଇନି। ଗୋଆ ବିଚ୍ରେ ଅବାଧ ସୁଖରେ ମାତି ଅଛି ଲିଲିଆନ୍। ଚାର୍ଲ୍ସର ନିଷ୍ପ୍ରାଣ ଚିଠି ଖଣ୍ଡେ ତାକୁ ବା କିଏ ଆନନ୍ଦ ଦେବ? ଆଉ ଗୋଟିଏ ଦୃଶ୍ୟ ପାଖରେ ସ୍ଥିର ହୋଇ ଠିଆ ହୋଇଛି ପ୍ରାଚୀପ୍ରଭା। ଶ୍ରମିକ ଦମ୍ପତିର ଚିତ୍ରଟି ପ୍ରାଚୀପ୍ରଭାର ମନତନେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି। ପୁରୁଷଟିଏ କାନ୍ଧରେ ଏକ ଦୀର୍ଘ ଫାଉଡ଼ା, ସ୍ତ୍ରୀଟିଏ ମୁଣ୍ଡରେ ତାର ବୋଝ। ସ୍ତ୍ରୀଟିର କାଖରେ ଶିଶୁଟିଏ ମା ବୁକୁରେ ମୁହଁ ରଖି ପରମ ତୃପ୍ତିରେ ଅମୃତ ପାନ କରୁଛି। ନିଃସଙ୍କୋଚ ଭାବେ ଉନ୍ମୁକ୍ତ ବୁକୁର ଅମୃତ ସନ୍ତାନ ଓଠରେ ଢାଳି ଦେଉଛି ସ୍ନେହମୟୀ ଜନନୀ। ପ୍ରାଚୀପ୍ରଭାର ହୃଦୟ ଭିତରୁ ଦୀର୍ଘଶ୍ୱାସଟିଏ ବାହାରି ଆସିଲା ଅତି ଧୀରେ ସନ୍ତର୍ପଣରେ। ତା ହୃଦୟର କଥା କେହି ଯେମିତି ଶୁଣି ନପାରେ, ତା ହୃଦୟର ରହସ୍ୟ କେହି ଯେମିତି ଦେଖି ନପାରେ। ସେତିକି ପାଇଁ ପ୍ରାଚୀପ୍ରଭାର ଭାରି ଭୟ। ପ୍ରାଚୀପ୍ରଭା ଗୋପନ ଦୀର୍ଘଶ୍ୱାସ ଚାର୍ଲ୍ସ ପାଖରେ କିନ୍ତୁ ପହଞ୍ଚିଗଲା। ଚାର୍ଲ୍ସ କେତେବେଳେ ପ୍ରାଚୀପ୍ରଭାର ପଛପାଖେ ଆସି ଠିଆ ହୋଇଛି। ଚାର୍ଲ୍ସ ପଚାରିଲା, ଚିତ୍ରଟାରେ କିଛି ବିଶେଷତ୍ୱ ଅଛି? ପ୍ରାଚୀ କହିଲା, ଯେତେ ସଭ୍ୟ, ଯେତେ ଉନ୍ନତ ଦେଶର ବାସିନ୍ଦା ହେଉନା କାହିଁକି, ମଣିଷର ମୌଳିକ ଆବଶ୍ୟକତା ତ ମାତ୍ର ଏତିକି, ମୋର ବୋଲି କହିବା ପାଇଁ ଛୋଟ ଗୋଟିଏ ଘର, ଜୀବନର ବନ୍ଧୁର ପଥରରେ ହାତ ଧରି ଚାଲିବା ସଙ୍ଗେ ସଙ୍ଗେ ଜୀବନର ବୋଝକୁ ଭାଗ କରି ବାଣ୍ଟି ନେବା ପାଇଁ ଜଣେ ସଙ୍ଗୀ ଏବଂ ଶେଷ କଥାଟି ହେଉଛି ନିଜ ରକ୍ତମାଂସର ପ୍ରତୀକ ଗୋଟିଏ ସନ୍ତାନ। ଏ ପୃଥିବୀରେ ନିଜର କଣ୍ଟିନ୍ୟୁଏସନ୍ ପୁନରାବୃତ୍ତି। ବାସ୍, ଏଇ ତ ଜୀବନ। ଚାହିଁଲେ ସେସବୁ ତମେ ପାଇପାର। ଘର, ସ୍ୱାମୀ ଏବଂ ସନ୍ତାନ କୌଣସିଟି ତମର ଦୁଷ୍ପ୍ରାପ୍ୟ ନୁହେଁ। ସେଥିପାଇଁ ଚିନ୍ତା କାହିଁକି? ଚାର୍ଲ୍ସ ବିଶ୍ୱସ୍ତ ସ୍ୱରରେ କହିଲା। ପ୍ରାଚୀ ଆଗକୁ ପାଦ ବଢ଼ାଇଲା। ଉଦାସ ସ୍ୱରରେ ଜବାବ ଦେଲା, ତମ ଭଳି ମୁଁ ବି ଯାଯାବର ଚାର୍ଲ୍ସ। ଘର ନାହିଁ, ବନ୍ଧନ ନାହିଁ, ଦାୟିତ୍ୱ ନାହିଁ। ବେଳେବେଳେ ନିଜ ଜୀବନର ଦାୟିତ୍ୱ ଟିକକ ବି ବୋଝ ଭଳି ଲାଗେ। ପ୍ରାଚୀ ଦୀର୍ଘଶ୍ୱାସ ଛାଡ଼ି ନୀରବ ହୋଇଗଲା। ଚାର୍ଲ୍ସ ଅବାକ୍। ପ୍ରାଚୀ ହୁଏତ ଆଜି ଅସାବଧାନତା ବଶତଃ ନିଜ ଜୀବନର କିଛି ଗୋପନୀୟ ଅଂଶ ପ୍ରକାଶ କରିଦେଇଛି। ଅଧିକ ଜାଣିବା ପାଇଁ ଆଗ୍ରହ ହେଲେ ବି ଚାର୍ଲ୍ସ ସବୁ କଥା ପଚାରି ପାରୁନାହିଁ। ପ୍ରାଚୀର ଦୁଃଖ କ'ଣ? ଅଭାବ କେଉଁଠି? ତା ଜୀବନର ସମସ୍ୟା କେତେ ଗଭୀର? ଚାର୍ଲ୍ସ କ'ଣ ଏ ସଂକ୍ରାନ୍ତରେ କିଛି ସାହାଯ୍ୟ କରିପାରେ? ସବୁଗୁଡ଼ିକର ପ୍ରଶ୍ନ ଚାର୍ଲ୍ସର କଣ୍ଠଦେଶରେ ଜମାଟ ବାନ୍ଧି ଯାଉଛି। ପ୍ରାଚୀ ଅନେକ ବାଟ ଦେଇ ଆଗେଇ ଗଲାଣି। ମୁଖଶାଳାର ଦକ୍ଷିଣ ପାର୍ଶ୍ୱପୀଠରେ ଖୋଦିତ ରାଜା ନରସିଂହ ଦେବଙ୍କ ମୂର୍ତ୍ତି ସାମ୍ନାରେ ପ୍ରାଚୀ ନିଶ୍ଚଳ ହୋଇ ଠିଆ ହୋଇଛି। ଚାର୍ଲ୍ସକୁ ପ୍ରାଚୀ ଦିଶୁଛି ଗୋଟାଏ ଦୀର୍ଘ ପ୍ରଶ୍ନବାଚୀ ପରି। ଜୀର୍ଣ୍ଣ ତାଳପତ୍ର ପୋଥିରେ ଚିତ୍ରିତ ଚରିତ୍ର ସବୁ ଜୀବନ୍ତ ହେଉଛନ୍ତି 700 ବର୍ଷର ଅତୀତକୁ ଉତ୍କୀର୍ଣ୍ଣ ହୋଇ। ସମୟକୁ ପରାହତ କରି ଉଦ୍ଭାସିତ ହେଉଛନ୍ତି ରାଜା ନରସିଂହ ଦେବ କୋଣାର୍କର ଶିଳାଖଣ୍ଡରେ। ପ୍ରତିଟି ଶିଳାଖଣ୍ଡ ରାଜା ନରସିଂହଙ୍କର ବୀରତ୍ୱ, ପ୍ରଜାବତ୍ସଳତା, ଉଦାରତା ଏବଂ ମହନୀୟତା ଘୋଷଣା କରୁଛି। ଉତ୍କଳୀୟ ଶିଳ୍ପୀ କୋଣାର୍କ ଗାତ୍ରରେ ରାଜା ନରସିଂହଙ୍କର ଚିତ୍ର ଅମର ଲେଖନୀରେ ଲେଖାଯାଇଛି ସ୍ୱତଃପ୍ରବୃତ୍ତ ହୋଇ। ନାନା ସ୍ଥାନରେ ରାଜାରାଣୀଙ୍କର ଯୁଗଳ ମୂର୍ତ୍ତି ଶୋଭା ପାଉଛି। ରାଜାଙ୍କର ଦେବାର୍ଚ୍ଚନାରେ ଦୃଶ୍ୟ, ଶିକାର ଦୃଶ୍ୟ, ଯୁଦ୍ଧ କ୍ଷେତ୍ରରେ ରାଜା ନରସିଂହ, ପ୍ରମୋଦ ସମୟରେ ଦୋଳିରେ ଝୁଲୁଥିବା ରାଜା ଏବଂ ରାଣୀଙ୍କୁ ଉତ୍କଳୀୟ ଶିଳ୍ପୀ ରାଜଭକ୍ତିର ନିଦର୍ଶନ ସ୍ୱରୂପ ଚିତ୍ରିତ କରିଛି। ରାଜାଙ୍କୁ ଅମର କରିବାର ପ୍ରୟାସ କରି ଶିଳ୍ପୀ ନିଜେ ଅମର ହୋଇଯାଇଛି। କୀର୍ତ୍ତିମୟ ରାଜାଙ୍କ ଯଶଗାନ କରୁ କରୁ ନିଜର ଚୈତ୍ରେ ହିଁ ଗାଇଛି ନିଜ ଅଜ୍ଞାତରେ। ଅଥଚ ନିଜର ନାମ କେଉଁଠି ହେଲେ ଲେଖିଯାଇ ନାହିଁ ଉଦାର ଉତ୍କଳର ଶିଳ୍ପୀ। ଯେଉଁ ରାଜା ଶିଳ୍ପୀକୁଳକୁ 16 ବର୍ଷ ଧରି ଗୃହଛଡ଼ା କରି ବିରହ ଦୁଃଖରେ ଦଗ୍ଧ କରିଥିଲେ, ତାଙ୍କରି ଯଶଗାନ କରି ଉତ୍କଳୀୟ ଶିଳ୍ପୀ ନିଜ ଉଦାରତାର ପରିଚୟ ଦେଇଯାଇଛି। ନା,
ରାଜାଙ୍କର ଚରିତ୍ରର ମହନୀୟତା ପ୍ରତିପାଦିତ କରିଯାଇଛି। ପୋଥି ପଢ଼ି ସେଇ କଥା ବ୍ୟାଖ୍ୟା କରୁଥିଲେ ବିଷ୍ଣୁ ମହାରଣା। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକା ପ୍ରତିଭା ରାୟଙ୍କର ଉପନ୍ୟାସ ଶିଳାପଦ୍ମର ଏହି ଭାଗ୍ୟଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ଅନ୍ୟ ଭାଗଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।